ଆପଣ ସମସ୍ତଙ୍କୁ ନମସ୍କାର। ଏହା ମୋର ଗୋଟିଏ ପ୍ରିୟ କାର୍ଯ୍ୟକ୍ରମ, କିନ୍ତୁ କରୋନା ଯୋଗୁଁ ମଝିରେ ମୁଁ ମୋର ଏହି ବନ୍ଧୁମାନଙ୍କୁ ଭେଟି ପାରିଲିନି। ଆଜିର କାର୍ଯ୍ୟକ୍ରମ ମୋ ପାଇଁ ଗୋଟିଏ ବିଶେଷ ଖୁସିର ଅବସର, କାରଣ ଦୀର୍ଘ ଦିନ ପରେ ଆପଣ ସମସ୍ତଙ୍କୁ ଭେଟିବାର ସୁଯୋଗ ମିଳୁଛି। ପରୀକ୍ଷା ପାଇଁ ଆପଣଙ୍କ ମନରେ କୌଣସି ଚାପ ଥିବା ଭଳି ମୋର ମନେ ହେଉନି। ମୁଁ ଠିକ୍ କହୁଛି ନା? କୌଣସି ଚାପ ନାହିଁ ତ ଆପଣଙ୍କ ମନରେ? ଚାପ ଯଦି ଥିବ ତାହେଲେ ତାହା ଆପଣମାନଙ୍କ ବାପା ମାଙ୍କ ମନରେ ଥିବ ଯେ ଇଏ ପରୀକ୍ଷାରେ କ'ଣ କରିବ। ସତ କଥା କହିଲେ କାହା ମନରେ ଚାପ ଅଛି? ଆପଣଙ୍କ ମନରେ ନା ଆପଣଙ୍କର ପରିବାର ଲୋକଙ୍କ ମନରେ? ଯାହାର ନିଜ ମନରେ ଚାପ ଅଛି ସେମାନେ ହାତ ଟେକନ୍ତୁ। ଆଚ୍ଛା, ମାନେ ଏବେ ବି ଲୋକ ଅଛନ୍ତି? ଆଉ ଯେଉଁମାନେ ବିଶ୍ୱାସ କରୁଛନ୍ତି ଯେ ବାପା ମାଙ୍କ ମନରେ ଚାପ ଅଛି, ଏମିତି କେତେ ଜଣ ଅଛନ୍ତି? ଅଧିକ ଏହି ଶ୍ରେଣୀର। ଆସନ୍ତାକାଲି ବିକ୍ରମ ସମ୍ବତ୍ସରର ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି। ଏମିତି ବି ଏପ୍ରିଲ ମାସରେ ଆମ ଦେଶରେ ଅନେକ ପର୍ବପର୍ବାଣୀ ପଡ଼ିଥାଏ। ଆଗାମୀ ସବୁ ପର୍ବପର୍ବାଣୀ ପାଇଁ ଆପଣ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। କିନ୍ତୁ ପର୍ବପର୍ବାଣୀ ମଝିରେ ପରୀକ୍ଷା ବି ପଡ଼େ, ତେଣୁ ପର୍ବପର୍ବାଣୀର ଆନନ୍ଦ ଉପଭୋଗ କରିହୁଏନି। କିନ୍ତୁ ଯଦି ପରୀକ୍ଷାକୁ ହିଁ ପର୍ବ କରିଦିଆଯାଏ ତାହେଲେ ସେହି ପର୍ବରେ ଅନେକ ରଙ୍ଗ ଭରିଯାଏ। ତେଣୁ ଆଜିର ଆମର ଏହି କାର୍ଯ୍ୟକ୍ରମରେ ଆମେ ଆମ ପରୀକ୍ଷାରେ ପର୍ବର ପରିବେଶ କେମିତି ସୃଷ୍ଟି କରିପାରିବା, ତାକୁ କିଭଳି ରଙ୍ଗରେ ପରିପୂର୍ଣ୍ଣ କରିଦେବା, ଉତ୍ସାହ ସହ ଆମେ ପରୀକ୍ଷା ଦେବା ପାଇଁ କେମିତି ବାହାରିବା, ଏହିସବୁ କଥା ଆମେ ଆଲୋଚନା କରିବା। ଅନେକ ବନ୍ଧୁ ମୋତେ ବହୁତ ଗୁଡ଼ିଏ ପ୍ରଶ୍ନ ମଧ୍ୟ କରିଛନ୍ତି। କିଛି ଲୋକ ମୋତେ ଅଡିଓ ମେସେଜ ପଠାଇଛନ୍ତି, କିଛି ଭିଡିଓ ମେସେଜ ମଧ୍ୟ ପଠାଇଛନ୍ତି। ଗଣମାଧ୍ୟମର ବନ୍ଧୁମାନେ ମଧ୍ୟ ସ୍ଥାନେ ସ୍ଥାନେ ଛାତ୍ରଛାତ୍ରୀମାନଙ୍କ ସହିତ କଥା ହୋଇ ଅନେକ ପ୍ରଶ୍ନ ଉପସ୍ଥାପିତ କରିଛନ୍ତି। କିନ୍ତୁ ସମୟସୀମା ମଧ୍ୟରେ ରହି ଯେତିକି କରିପାରିବି ସେତିକି କରିବି। କିନ୍ତୁ ଏଥର ଗୋଟିଏ ନୂଆ ସାହସ କରିବାକୁ ଯାଉଛି। ଗତ 5 ବର୍ଷର ଅନୁଭୂତିରୁ ଜଣାପଡ଼ିଛି ଯେ ଅନେକ ଲୋକ ସେମାନଙ୍କ କଥା ଅନ୍ତର୍ଭୁକ୍ତ ହୋଇ ନ ପାରିବା ବିଷୟରେ ଅଭିଯୋଗ କରିଥାନ୍ତି। ତେଣୁ ଏଥର ମୁଁ ଗୋଟିଏ କାମ କରିବି। ଆଜି ଯେତିକି ହୋଇପାରିବ ସମୟସୀମା ମଧ୍ୟରେ ଆମେ କଥାବାର୍ତ୍ତା ହେବା। କିନ୍ତୁ ପରେ ସମୟ ମିଳିଲେ ମୁଁ ଆପଣମାନଙ୍କର ପ୍ରଶ୍ନଗୁଡ଼ିକର ଉତ୍ତର ଭିଡିଓ ମାଧ୍ୟମରେ, ଯାତ୍ରା କଲାବେଳେ ସମୟ ପାଇଲେ ଅଡିଓ ମାଧ୍ୟମରେ କିମ୍ବା ରିଟର୍ଣ୍ଣ ଫ୍ୟାକ୍ସ ରୂପେ ମୁଁ ନାମୋ ଆପ୍ରେ ସମସ୍ତ ଆଲୋଚନାକୁ ପୁଣି ଥରେ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବି। ଯେଉଁ କଥାଗୁଡ଼ିକ ଏଠି ବାକି ରହିଯିବ ସେଗୁଡ଼ିକ ସେଠାରେ ଉପସ୍ଥାପିତ କରିବି, ଯାହାଫଳରେ ଆପଣମାନେ ନାମୋ ଆପ୍କୁ ଯାଇ ଶୁଣିପାରିବେ। ଏଥର ସେଥିରେ ମଧ୍ୟ ଗୋଟିଏ ନୂତନ ପ୍ରୟୋଗ କରାଯାଇଛି। ଗୋଟିଏ ମାଇକ୍ରୋସାଇଟ୍ ପ୍ରସ୍ତୁତ କରାଯାଇଛି। ସେଠାକୁ ଯାଇ ମଧ୍ୟ ଆପଣମାନେ ଏହାର ଲାଭ ଉଠାଇ ପାରିବେ। ତାହେଲେ ଆସନ୍ତୁ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିବା। ପ୍ରଥମେ କିଏ ଅଛନ୍ତି? ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ପ୍ରଶ୍ନ ପଚାରୁଛନ୍ତି ଦିଲ୍ଲୀର ଆନନ୍ଦ ବିହାର ସ୍ଥିତ ବିବେକାନନ୍ଦ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଖୁସି ଜୈନ। ଖୁସି ସହ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ଖୁବ୍ ଭଲ କଥା। ପରୀକ୍ଷା ସରିବା ଯାଏଁ ସବୁକିଛି ଏମିତି ଖୁସିରେ ହିଁ ଚାଲିଥାଉ। ତାଙ୍କର ପ୍ରଶ୍ନ ଥିଲା ଯେ ବ୍ୟାକୁଳ ମନରେ ପରୀକ୍ଷା ପାଇଁ କିଭଳି ପ୍ରସ୍ତୁତି କରାଯାଇପାରେ। ଛତିଶଗଡ଼ର ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଳାସପୁରର ଦ୍ୱାଦଶ ଶ୍ରେଣୀର ଛାତ୍ର ଏ ଶ୍ରୀଧର ଶର୍ମା ମଧ୍ୟ ଏହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶ୍ରୀଧର ଜାଣିବାକୁ ଚାହିଁଥିଲେ ଯେ ପରୀକ୍ଷାର ଚାପରୁ କିଭଳି ମୁକୁଳି ହେବ, ପରୀକ୍ଷାରେ ଭଲ ନମ୍ବର ନ ରଖିଲେ କ'ଣ ହେବ, ଆଶାନୁରୂପ ମାର୍କ ନ ପାଇଲେ କ'ଣ ହେବ, ଭଲ ଗ୍ରେଡ୍ ନ ରହିଲେ ମୋ ପରିବାରର ହତାଶାର ସେ କିଭଳି ସମ୍ମୁଖୀନ ହୋଇପାରିବେ। ବଡୋଦାର ହାଇସ୍କୁଲର 10ମ ଶ୍ରେଣୀରେ ପଢୁଥିବା କେନି ପଟେଲ ଜାଣିବାକୁ ଚାହିଁଥିଲେ ଯେ ସମ୍ପୂର୍ଣ୍ଣ ସିଲାବସ୍ର ରିଭିଜନର ଚାପରୁ କିଭଳି ମୁକ୍ତ ହୋଇପାରିବେ ଏବଂ ପରୀକ୍ଷା ସମୟରେ କିଭଳି ସୁନିଦ୍ରା ଉପଭୋଗ କରିହେବ। ଆପଣମାନେ ଏକାଥରକେ ଏତେଗୁଡ଼ିଏ ପ୍ରଶ୍ନ ପଚାରି ଦେଇଛନ୍ତି। ଲାଗୁଛି ଏସବୁ ମୋ ମନରେ ବି ଚାପ ସୃଷ୍ଟି କରିଦେବ। ମୁଁ ଭାବୁଛି ଯେ ଆପଣମାନଙ୍କ ମନରେ ଭୟ କାହିଁକି ସୃଷ୍ଟି ହେଉଛି? ଆପଣମାନେ କ'ଣ ପ୍ରଥମ ଥର ପରୀକ୍ଷା ଦେବାକୁ ଯାଉଛନ୍ତି? ଆପଣମାନଙ୍କ ମଧ୍ୟରୁ ଏମିତି କେହି ନାହିଁ ଯିଏ ପ୍ରଥମ କରି ପରୀକ୍ଷା ଦେବାକୁ ଯାଉଛି। ମାନେ ଆପଣ ଅନେକ ଗୁଡ଼ିଏ ପରୀକ୍ଷା ଦେଇ ସାରିଛନ୍ତି। କହିବାକୁ ଗଲେ ଆପଣମାନେ ପରୀକ୍ଷାର ଶେଷ ସୀମାକୁ ପହଞ୍ଚି ସାରିଲେଣି। ଏତେ ବଡ଼ ସମୁଦ୍ର ପାର କରିବା ପରେ କୂଳ ନିକଟରେ ବୁଡ଼ିଯିବାର ଭୟ, ଏକଥା ତ ଜମା ବୁଝି ହେଉନି। ତେଣୁ ପ୍ରଥମେ ଆପଣମାନେ ମନରେ ସ୍ଥିର କରି ନିଅନ୍ତୁ ଯେ ପରୀକ୍ଷା ଜୀବନର ଗୋଟିଏ ସରଳ ଅଙ୍ଗ।
ଆମର ବିକାଶ ଯାତ୍ରାର ଗୋଟିଏ ଗୋଟିଏ ଛୋଟ ରହଣୀ ସ୍ଥଳ। ଏଭଳି ସ୍ଥଳକୁ ଆମେ ପାର କରି ସାରିଛୁ। ଏତେ ଥର ଯଦି ଆମେ ପରୀକ୍ଷା ଦେଇ ସାରିଲୁଣି, ପରୀକ୍ଷା ଦେଇ ଦେଇ ଆମେ ଏକ୍ସାମ୍ ପ୍ରୁଫ୍ ବା ଅଭ୍ୟସ୍ତ ହୋଇସାରିଲୁଣି। ଏହି ବିଶ୍ୱାସ ଯେତେବେଳେ ଆମ ମନରେ ସୃଷ୍ଟି ହୋଇଯାଏ, ତାହେଲେ କେବଳ ଏଇଟା ନୁହେଁ, ଆଗାମୀ ଯେକୌଣସି ପରୀକ୍ଷା ପାଇଁ ଏହି ଅନୁଭୂତି ଆପଣମାନଙ୍କର ଶକ୍ତି ପାଲଟିଯାଏ। ଯେଉଁ ପର୍ଯ୍ୟାୟ ଦେଇ ଆପଣମାନେ ଗତି କରିଛନ୍ତି, ଯେଉଁ ଅନୁଭୂତି ଆପଣମାନେ ସାଉଁଟିଛନ୍ତି, ତାହାକୁ କେବେହେଲେ ନ୍ୟୁନ ମନେ କରନ୍ତୁନି। ଦ୍ୱିତୀୟ କଥା ହେଲା, ଆପଣମାନଙ୍କ ମନରେ ଥିବା ଭୟ ପ୍ରସ୍ତୁତି ଅଭାବ ଯୋଗୁଁ ସୃଷ୍ଟି ହେଉନି ତ? କହିଲା ବେଳକୁ ଆମେ ଅନେକ କଥା କହିଥାଉ, କିନ୍ତୁ ମନରେ ଥାଏ ଗୋଟିଏ ଭିନ୍ନ କଥା। ଆପଣମାନଙ୍କୁ ମୁଁ ଗୋଟିଏ ପରାମର୍ଶ ଦେଉଛି, ପରୀକ୍ଷାକୁ ଆଉ ବେଶୀ ଦିନ ନାହିଁ। ସେହି ବୋଝକୁ ମୁଣ୍ଡେଇ ଚାଲିବେ ନା ଯେତିକି ପ୍ରସ୍ତୁତି କରିଛନ୍ତି ତାକୁ ନେଇ ଆତ୍ମବିଶ୍ୱାସ ସହ ଆଗେଇବେ? ହୁଏତ କିଛି କଥା ରହିଯାଇଥିବ, ଯେତିକି ପରିଶ୍ରମ ଦରକାର ସେତିକି ହୁଏତ ହେଇପାରିନଥିବ। ତଥାପି କ'ଣ ହେଲା, କିନ୍ତୁ ଯେତିକି କରିଛି ସେଥିରେ ଯଦି ମୋର ଦୃଢ଼ ଆତ୍ମବିଶ୍ୱାସ ରହିଛି, ତାହେଲେ ତାହା ଅନ୍ୟ ଦୁର୍ବଳତାକୁ ଘୋଡ଼ାଇ ଦିଏ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ ଯେ ଆପଣମାନେ ଚାପ କିମ୍ବା ଭୟର ବାତାବରଣ ସୃଷ୍ଟି ହେବାକୁ ଦିଅନ୍ତୁନି। ଆପଣଙ୍କର ସାଧାରଣ ଦୈନନ୍ଦିନ ଜୀବନ ଅନୁସାରେ ହିଁ ପରୀକ୍ଷା ସମୟରେ ଏହାକୁ ଜାରି ରଖନ୍ତୁ। ସେଥିରେ ଅଧିକ ପରିବର୍ତ୍ତନ ଅଧିକ ସମସ୍ୟା ସୃଷ୍ଟି କରିବ। ଅନ୍ୟମାନଙ୍କୁ ଅନୁକରଣ କରନ୍ତୁନି। ନିଜର ସାଧାରଣ ଦିନଚର୍ଯ୍ୟାକୁ ଦୃଢ଼ ଆତ୍ମବିଶ୍ୱାସ ସହ ଜାରି ରଖନ୍ତୁ। ଆପଣମାନେ ବହୁତ ଉତ୍ସାହ ସହ ଗୋଟିଏ ପର୍ବ ଭାବେ ଏହାକୁ ଗ୍ରହଣ କରି ପରୀକ୍ଷା ଦେଇପାରିବେ ଓ ସେଥିରେ ସଫଳତା ଲାଭ କରିବେ ବୋଲି ମୋର ବିଶ୍ୱାସ। ମହୀଶୂର କର୍ଣ୍ଣାଟକର ଜବାହାର ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର ତରୁଣ ଏମ୍ଭି ଜାଣିବାକୁ ଚାହିଁଥିଲେ ଯେ ଆଜିକାଲି ୟୁଟ୍ୟୁବ, ହ୍ୱାଟ୍ସଆପ୍ ଆହୁରି ଅନେକ ସାମାଜିକ ଗଣମାଧ୍ୟମ ଧ୍ୟାନ ଆକର୍ଷିତ କରୁଥିବା ବେଳେ ମନକୁ କିଭଳି ପାଠପଢ଼ା ପ୍ରତି କେନ୍ଦ୍ରିତ କରିହେବ। ଅନଲାଇନ୍ ପାଠପଢ଼ାରେ ମଧ୍ୟ ଏହା ଘୋର ଅନ୍ତରାୟ ସୃଷ୍ଟି କରୁଛି। ଏହାର କିଛି ସମାଧାନ ରହିଛି କି? ସେହିଭଳି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡର ସିଲଭର ଓକ୍ ସ୍କୁଲର 10ମ ଶ୍ରେଣୀର ଛାତ୍ର ସାହିଦ ଅଲ୍ଲୀ କହିଛନ୍ତି ଯେ ସେ ଗତ 2 ବର୍ଷ ହେଲା ଅନଲାଇନରେ ପାଠ ପଢୁଛନ୍ତି। ଇଣ୍ଟରନେଟ୍ ବ୍ୟବହାର ଯୋଗୁଁ ସାମାଜିକ ଗଣମାଧ୍ୟମ ଓ ଅନଲାଇନ୍ ଖେଳ ଅଧିକାଂଶ ପିଲାଙ୍କର ନିଶା ପାଲଟିଗଲାଣି। ଏଥିରୁ ମୁକ୍ତି ପାଇବା ପାଇଁ କି ଉପାୟ କରାଯାଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି। ଥିରୁଅନନ୍ତପୁରମ୍ କେରଳର କ୍ରିସେଣ୍ଟ ସ୍କୁଲର 10ମ ଶ୍ରେଣୀର ଛାତ୍ରୀ କୀର୍ତ୍ତନା ପଚାରିଛନ୍ତି, ଅନଲାଇନ୍ କ୍ଲାସରେ ପାଠପଢ଼ାକୁ ଆମେ କିଭଳି ଆହୁରି ଉନ୍ନତ କରିପାରିବା। ତାମିଲନାଡୁର କ୍ରିଷ୍ଣାଗିରିର ଅଶୋକ ଲେଲାଣ୍ଡ ସ୍କୁଲ ହୋସୁରର ଶିକ୍ଷକ ଚନ୍ଦ୍ରଚୂଡ଼େଶ୍ୱରନଙ୍କର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ଥିଲା ଯେ ଅନଲାଇନ୍ ପାଠ ପଢ଼ିବା ଓ ପଢ଼ାଇବା ଗୋଟିଏ ଆହ୍ୱାନ ସୃଷ୍ଟି କରିଛି। କିଭଳି ଏହାର ସମ୍ମୁଖୀନ ହୋଇପାରିବା? ଦେଶର ବିଭିନ୍ନ ଅଞ୍ଚଳରୁ ମଧ୍ୟ ଏହିଭଳି ଅନେକ ପ୍ରଶ୍ନ ଆସିଥିଲା। ମୋ ମନରେ ଗୋଟିଏ ପ୍ରଶ୍ନ ଉଠୁଛି। ଆପଣମାନେ କହିଲେ ଯେ ମନ ଅସ୍ଥିର ହେଉଛି। ଅନଲାଇନ୍ ପାଠ ପଢ଼ିଲା ବେଳେ ଆପଣ ପ୍ରକୃତରେ ପଢ଼ୁଛନ୍ତି ନା ରିଲ୍ ଦେଖୁଛନ୍ତି? ମୁଁ ଆପଣମାନଙ୍କୁ ହାତ ଟେକିବାକୁ କହିବିନି, କିନ୍ତୁ ଆପଣମାନେ ବୁଝିଗଲେ ଯେ ମୁଁ ଆପଣଙ୍କୁ ଧରିପାରିଛି। ବାସ୍ତବରେ ଏହା ଅନଲାଇନ୍ କି ଅଫଲାଇନ୍ ଦୋଷ ନୁହେଁ। ଆପଣମାନେ ଅନୁଭବ କରିଥିବେ ଯେ ଶ୍ରେଣୀ ଗୃହରେ ମଧ୍ୟ ପାଠ ପଢ଼ା ବେଳେ ଅନେକ ଥର ଆପଣଙ୍କ ଦେହ ଶ୍ରେଣୀ ଗୃହରେ ଥିବ, ଆପଣଙ୍କର ଆଖି ଶିକ୍ଷକଙ୍କ ଉପରେ ଥିବ, କିନ୍ତୁ କାନରେ ଗୋଟିଏ ବି କଥା ପଶୁନଥିବ, କାରଣ ଆପଣଙ୍କର ମନ ଯାଇ ଆଉ କୋଉଠି ଥିବ। କାନ ତ ବନ୍ଦ ନଥିବ, କିନ୍ତୁ ମନ ଅନ୍ୟ କୋଉଠି ବିଚରଣ କରୁଥିଲେ କାନକୁ ଶୁଭିବା ହିଁ ବନ୍ଦ ହୋଇଯାଏ। ଅଫଲାଇନ୍ ଯେମିତି ହୁଏ, ଅନଲାଇନରେ ବି ସେମିତି ହୁଏ। ଏହାର ଅର୍ଥ ହେଲା ଯେ ମାଧ୍ୟମଟି ସମସ୍ୟା ନୁହେଁ, ମନ ହେଉଛି ସମସ୍ୟା। ମାଧ୍ୟମ ଅନଲାଇନ୍ ହେଉ ବା ଅଫଲାଇନ୍, ଯଦି ମନ ସମ୍ପୂର୍ଣ୍ଣ ଭାବେ ତା ସହିତ ଯୋଡ଼ି ହୋଇ ରହିଛି, ମୋର ସୂକ୍ଷ୍ମ ମନ ସେଥିରେ ଥିବା ସୂକ୍ଷ୍ମତାକୁ ଖୋଜିବାକୁ ଚେଷ୍ଟା କରୁଛି, ତାହେଲେ ଅନଲାଇନ୍ ବା ଅଫଲାଇନରେ କୌଣସି ପାର୍ଥକ୍ୟ ରହିବନି। ସମୟର ପରିବର୍ତ୍ତନ ସାଙ୍ଗକୁ ମାଧ୍ୟମ ମଧ୍ୟ ବଦଳି ଯାଉଛି। ପୁରାତନ ସମୟରେ ଯେତେବେଳେ ଗୁରୁକୁଳ ଆଶ୍ରମମାନଙ୍କରେ ପାଠପଢ଼ା ହେଉଥିଲା, ସେତେବେଳେ ନା କାଗଜ ଥିଲା ନା ବହି, ସବୁକିଛି ମୁଖସ୍ଥ ରହୁଥିଲା। ସେମାନଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା ଯେ ସେମାନେ ଶୁଣି ଶୁଣି ସବୁ ମନେ ରଖିପାରୁଥିଲେ। ପିଢ଼ି ପରେ ପିଢ଼ି ଶୁଣି ଶୁଣି ସବୁକିଛି ଶିଖିପାରୁଥିଲେ। ପରେ ଯୁଗ ବଦଳିଲା, ବହି ଆସିଲା, ଛାପା ସାମଗ୍ରୀ ଉପଲବ୍ଧ ହେଲା, ଲୋକେ ସେଥିରେ ଅଭ୍ୟସ୍ତ ହୋଇଗଲେ। ଏଭଳି ପରିବର୍ତ୍ତନ ନିରନ୍ତର ଭାବେ ହୋଇଆସିଛି। ଏହା ହିଁ ତ ମାନବ ଜୀବନର ବିଶେଷତ୍ୱ। ଆଜିର ଡିଜିଟାଲ ଗ୍ୟାଜେଟ୍ ସେହି ନିରନ୍ତର ପରିବର୍ତ୍ତନର ଗୋଟିଏ ଅଂଶ।
ଆଜି ଆମେ ନୂଆ ଟେକ୍ନୋଲୋଜିକାଲ ଟୁଲ୍ସ ମାଧ୍ୟମରେ ଅତି ସହଜରେ ବହୁତ କିଛି ଜାଣିପାରୁଛୁ, ବ୍ୟାପକ ଭାବେ ଜାଣିପାରୁଛୁ। ଆମେ ଏହାକୁ ଗୋଟିଏ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ, ଏହାକୁ ସମସ୍ୟା ମନେ କରିବା ଅନୁଚିତ। ଆମେ ଅନଲାଇନ ପାଠପଢ଼ାକୁ ଗୋଟିଏ ପୁରସ୍କାର ଭାବେ ନିଜ କାର୍ଯ୍ୟ ନିର୍ଘଣ୍ଟରେ ରଖିପାରିବା। ଆପଣଙ୍କର ଶିକ୍ଷକ ଆପଣଙ୍କୁ ଦେଇଥିବା ନୋଟ୍ସ ବା କୌଣସି ଷ୍ଟାଣ୍ଡାର୍ଡ ମ୍ୟାଟେରିଆଲ ଯଦି ଆପଣଙ୍କୁ ଅନଲାଇନ ଉପଲବ୍ଧ ହେଉଛି, ସେଥିରେ ଆପଣ ନିଜେ ହିଁ ଭ୍ୟାଲ୍ୟୁ ଆଡିସନ କରିପାରିବେ। ଉଭୟଙ୍କୁ ମିଶାଇ ଦେଲେ ଆପଣ ଏହାକୁ ବହୁତ ଉପାଦେୟ କରିପାରିବେ। ଅନଲାଇନର ଆଉ ଗୋଟିଏ ଲାଭ କଥା କହୁଛି। ଶିକ୍ଷାର ଗୋଟିଏ ଅଂଶ ହେଉଛି ଜ୍ଞାନ ଅର୍ଜନ। ଅନଲାଇନ ଏବଂ ଅଫଲାଇନର ସିଦ୍ଧାନ୍ତ କ'ଣ ହୋଇପାରେ? ମୋ ମତରେ ଅନଲାଇନର ଉଦ୍ଦେଶ୍ୟ ହେଉଛି ପାଇବା ଏବଂ ଅଫଲାଇନର ଉଦ୍ଦେଶ୍ୟ ହେଉଛି ପରିଣତ ହେବା। ଜ୍ଞାନ ଅର୍ଜନ ଯଦି ମୋର ଉଦ୍ଦେଶ୍ୟ ହୁଏ, ତାହେଲେ ବିଶ୍ୱର ଯେକୌଣସି ସ୍ରୋତରୁ ମୁଁ ଏହାକୁ ସଂଗ୍ରହ କରି ମୋ ମୋବାଇଲ କିମ୍ବା ଆଇପ୍ୟାଡରେ ରଖିଦେବି। ଆଉ ଅଫଲାଇନ ଯାହା ମୁଁ ସେଠି ପାଇଛି ତାକୁ ଅବିକଳ କରିବା ପାଇଁ ମୁଁ ସୁଯୋଗ ଦେବି। ଏଠାରେ ଦକ୍ଷିଣ ଭାରତର କିଛି ଛାତ୍ର ଓ ଶିକ୍ଷକ ବନ୍ଧୁ ପ୍ରଶ୍ନ କରିଥିଲେ। ସେମାନଙ୍କୁ ମୁଁ କହିବାକୁ ଚାହିଁବି ଯେ ଆପଣଙ୍କର ଅଞ୍ଚଳରେ ଦୋସା କିଭଳି ପ୍ରସ୍ତୁତ ହୁଏ, ସେଥିରେ କ'ଣ ସବୁ ସାମଗ୍ରୀ ପଡ଼େ, ସବୁ ଜାଣିପାରିଲି। କିନ୍ତୁ ସେଥିରେ ପେଟ ଭର୍ତ୍ତି ହେବ କି? କିନ୍ତୁ ସେହି ଜ୍ଞାନକୁ ପ୍ରୟୋଗ କରି ଯଦି ଦୋସା ପ୍ରସ୍ତୁତ କରାଯାଏ, ତାହେଲେ ପେଟ ତ ନିଶ୍ଚୟ ଭର୍ତ୍ତି ହୋଇପାରିବ। ତେଣୁ ଅନଲାଇନକୁ ନିଜ ଆଧାର ସୁଦୃଢ଼ କରିବା ପାଇଁ ବ୍ୟବହାର କରନ୍ତୁ, ଯାହାକୁ ଅଫଲାଇନକୁ ଯାଇ ଜୀବନରେ ଆପଣଙ୍କୁ ବାସ୍ତବରେ ପରିଣତ କରିବାକୁ ହେବ। ଶିକ୍ଷା କ୍ଷେତ୍ରରେ ମଧ୍ୟ ତାହା ହିଁ ପ୍ରଯୁଜ୍ୟ। ଆପଣଙ୍କର ବହି, ଆପଣଙ୍କର ଶିକ୍ଷକ, ଆପଣଙ୍କର ପରିବେଶ, ଜ୍ଞାନ ପ୍ରାପ୍ତିର ଏଭଳି ସୀମିତ ସ୍ରୋତ ଥିଲା, କିନ୍ତୁ ଆଜି ଅସଂଖ୍ୟ ସ୍ରୋତ ରହିଛି। ତେଣୁ ଆପଣ ନିଜକୁ କେତେ ବ୍ୟାପକ କରିପାରୁଛନ୍ତି, ସେତିକି କଥା ଆପଣ ଗ୍ରହଣ କରିଚାଲିବେ। ତେଣୁ ଅନଲାଇନକୁ ଗୋଟିଏ ସୁଯୋଗ ଭାବେ ଗ୍ରହଣ କରନ୍ତୁ। କିନ୍ତୁ ମନ ଅସ୍ଥିର ହେଲେ ସେଥିରେ କିଛି ଟୁଲ୍ସ ମଧ୍ୟ ରହିଛି, ଯାହା ଆପଣଙ୍କୁ ନିର୍ଦ୍ଦେଶ ଦେବା ସହ ସତର୍କ ମଧ୍ୟ କରାଇଥାନ୍ତି। କ'ଣ କରିବା ଉଚିତ ବା ଅନୁଚିତ ହେବ, କେଉଁଠି ଅଟକିବେ, ବିଶ୍ରାମ କରିବେ, ଏସବୁ ସୂଚାଇଥାନ୍ତି। ଆପଣମାନେ ଏହିସବୁ ଟୁଲ୍ସ ବ୍ୟବହାର କରି ନିଜକୁ ଶୃଙ୍ଖଳିତ କରିପାରିବେ। ମୁଁ ଲକ୍ଷ୍ୟ କରିଛି ଯେ ବହୁତ ପିଲା ଅଛନ୍ତି ଯିଏ ଏଭଳି ଟୁଲ୍ସ ବ୍ୟବହାର କରିଥାନ୍ତି, ସେମାନେ ନିଜକୁ ନିଜେ ନିୟନ୍ତ୍ରିତ କରିଥାନ୍ତି। ଦ୍ୱିତୀୟ କଥା ହେଲା, ଜୀବନରେ ନିଜ ସହ ଯୋଡ଼ି ହେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଯେତିକି ଆଇପ୍ୟାଡ୍ ବା ମୋବାଇଲ ସହ ଯୋଡ଼ି ହେବାରେ ଆନନ୍ଦ ମିଳିଥାଏ। ନିଜ ସହ ଯୋଡ଼ି ହେବାର ଆନନ୍ଦ ଏହାଠାରୁ 1000 ଗୁଣ ଅଧିକ। ତେଣୁ ଦିନ ଯାକରେ ଏମିତି କିଛି ମୁହୂର୍ତ୍ତ ବାହାର କରନ୍ତୁ ଯେତେବେଳେ ଆପଣ ନା ଅନଲାଇନରେ ଥିବେ ନା ଅଫଲାଇନରେ ଥିବେ, ବରଂ ଇନର ଲାଇନରେ ଥିବେ। ଆପଣ ଯେତେ ନିଜ ଭିତରେ ସମାହିତ ହେବେ, ସେତେ ଅଧିକ ଶକ୍ତି ଅନୁଭବ କରିବେ। ଏସବୁ କରିପାରିଲେ ଏଗୁଡ଼ିକ ଆପଣଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ବୋଲି ମୋର ମନେ ହେଉନି। ହରିୟାଣା ପାନିପତ୍ର ଡିଏଭି ପୋଲିସ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ସୁମନ ରାଣୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କର ପ୍ରଶ୍ନ ଉପସ୍ଥାପିତ କରିଥିଲେ। ସେ ଜାଣିବାକୁ ଚାହିଁଥିଲେ ଯେ ନୂତନ ଶିକ୍ଷାନୀତି ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କ୍ଷେତ୍ରରେ ସେମାନଙ୍କୁ ନୂତନ ସୁଯୋଗ କେମିତି ପ୍ରଦାନ କରିପାରିବ। ସେହିଭଳି ମେଘାଳୟର ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଶିଲା ବୈଷ୍ଣବ ଜାତୀୟ ଶିକ୍ଷାନୀତିର ବ୍ୟବସ୍ଥା କିଭଳି ଛାତ୍ରଛାତ୍ରୀ ଓ ସମାଜର ସଶକ୍ତିକରଣ କରିବ ଏବଂ ନୂତନ ଭାରତ ପାଇଁ ମାର୍ଗ ପ୍ରସ୍ତୁତ କରିବ। ଦେଶର ବିଭିନ୍ନ ଅଞ୍ଚଳରୁ ଏହି ବିଷୟକୁ ନେଇ କିଛି ଛାତ୍ରଛାତ୍ରୀ ଲେଖିଛନ୍ତି ଯେ ସେମାନଙ୍କର ରୁଚି କିଛି ଭିନ୍ନ, କିନ୍ତୁ ସେମାନେ ପଢୁଛନ୍ତି କିଛି ଭିନ୍ନ। ଏଭଳି ପରିସ୍ଥିତିରେ କ'ଣ କରାଯାଇପାରେ? ଏହା ଗୋଟିଏ ଗମ୍ଭୀର ପ୍ରଶ୍ନ। ଏତେ କମ୍ ସମୟରେ ବିସ୍ତୃତ ଭାବେ ଏହାର ଉତ୍ତର ଦେବା କଷ୍ଟକର। ପ୍ରଥମ କଥା, ନୂତନ ଶିକ୍ଷାନୀତି ବଦଳରେ ଆମେ ଏହାକୁ ଜାତୀୟ ଶିକ୍ଷାନୀତି କହିବା ଠିକ୍ ହେବ। NEP। କିଛି ଲୋକ Nକୁ ନ୍ୟୁ ବୋଲି କହିଥାନ୍ତି, କିନ୍ତୁ ବାସ୍ତବରେ ଏହା ନ୍ୟାସନାଲ ଏଜୁକେସନ ପଲିସି। ଆପଣ ଏହା ପଚାରିଥିବାରୁ ମୁଁ ଆନନ୍ଦ ଅନୁଭବ କରୁଛି। ବିଶ୍ୱରେ କୌଣସି ଶିକ୍ଷାନୀତିରେ ଏତେ ବ୍ୟକ୍ତିଙ୍କର ଜଡ଼ିତ ହେବା ହୁଏତ ଗୋଟିଏ ବିଶ୍ୱ ରେକର୍ଡ। 2014ରୁ ଯେବେଠାରୁ ଆପଣମାନେ ମୋତେ ଏହି କାର୍ଯ୍ୟ ପାଇଁ ପସନ୍ଦ କଲେ, ସେବେଠାରୁ ହିଁ ଆମେ ଏହି କାର୍ଯ୍ୟରେ ଲାଗିଥିଲୁ। ପ୍ରାୟତଃ 6-7 ବର୍ଷ ଧରି ବହୁତ ବିଚାର ଆଲୋଚନା କରାଗଲା। ପ୍ରତ୍ୟେକ ସ୍ତରରେ ହେଲା। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ମଧ୍ୟରେ ହେଲା। ଛାତ୍ରମାନେ ମତ ଦେଲେ, ଛାତ୍ରୀମାନେ ମତ ଦେଲେ। ଦେଶର କୋଣ ଅନୁକୋଣରୁ ବର୍ଷ ବର୍ଷ ଧରି ଏ ବିଷୟ ଉପରେ ଚିନ୍ତା ଆଲୋଚନା ହେଲା। ସେସବୁର ସାରାଂଶ ପ୍ରସ୍ତୁତ କରାଗଲା ଏବଂ ଦେଶର ଅନେକ ବିଦ୍ୱାନ, ବିଶେଷ କରି ଆଜିର ଯୁଗକୁ ଦୃଷ୍ଟିରେ ରଖି
ବିଜ୍ଞାନ ଓ କାରିଗରୀ କୌଶଳ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କର ନେତୃତ୍ୱରେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା। ସେଥିରୁ ଗୋଟିଏ ଚିଠା ପ୍ରସ୍ତୁତ କରାଗଲା। ଏହାକୁ ପୁଣି ଥରେ ଜନସାଧାରଣଙ୍କ ଆଗରେ ଉପସ୍ଥାପିତ କରାଗଲା। ତାପରେ 15ରୁ 20 ଲକ୍ଷ ମତାମତ ଆସିଲା। ଏତେ ବିଶାଳ ଏବଂ ବ୍ୟାପକ ପ୍ରଚେଷ୍ଟା ପରେ ଜାତୀୟ ଶିକ୍ଷାନୀତି ପ୍ରଣୟନ କରାଯାଇଛି। ମୁଁ ଲକ୍ଷ୍ୟ କରିଛି ଯେ ଏହି ଶିକ୍ଷାନୀତିକୁ ନେଇ ରାଜନୈତିକ ଦଳ, ସରକାର ହୁଅନ୍ତୁ, ଦେଶର କୋଣ ଅନୁକୋଣରେ ଏହାକୁ ବ୍ୟାପକ ଭାବେ ସ୍ୱାଗତ କରାଯାଇଛି। ସେଥିପାଇଁ ଏହାର ପ୍ରସ୍ତୁତିରେ ଲାଗିଥିବା ଲକ୍ଷ ଲକ୍ଷ ଲୋକ ଅଭିନନ୍ଦନର ଅଧିକାରୀ। ସରକାର ଏହାକୁ ପ୍ରସ୍ତୁତ କରିନାହାନ୍ତି, ବରଂ ଏହାକୁ ପ୍ରସ୍ତୁତ କରିଛନ୍ତି ଦେଶର ନାଗରିକ, ଦେଶର ଛାତ୍ରଛାତ୍ରୀ, ଦେଶର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଦେଶର ଭବିଷ୍ୟତ ପାଇଁ ଏହାକୁ ପ୍ରସ୍ତୁତ କରିଛନ୍ତି। ଆଗରୁ ଏଠାରେ ଖେଳ କସରତକୁ ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକଳାପ ବା ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ ଭାବେ ପରିଗଣିତ କରାଯାଉଥିଲା। ଏବେ ଜାତୀୟ ଶିକ୍ଷାନୀତିରେ ତାହାକୁ ଶିକ୍ଷାର ଗୋଟିଏ ଅଂଶ କରିଦିଆଯାଇଛି। ବିକାଶ ପାଇଁ କ୍ରୀଡ଼ା ଅନିବାର୍ଯ୍ୟ। ଜୀବନର ସମ୍ପୂର୍ଣ୍ଣ ବିକାଶ ପାଇଁ ଖେଳର ଖୁବ୍ ଗୁରୁତ୍ୱ ରହିଛି। ଏହାଦ୍ୱାରା ଗୋଟିଏ ଦଳଗତ ଭାବନା ସୃଷ୍ଟି ହୁଏ, ସାହସର ସଞ୍ଚାର ହୁଏ, ନିଜ ପ୍ରତିଯୋଗୀର ଶକ୍ତି ସହ ପରିଚିତ ହେବାର ସାମର୍ଥ୍ୟ ମିଳେ। ବହିରୁ ଯାହା ଶିକ୍ଷା ମିଳେ ତାହା ଖେଳର ମଇଦାନରୁ ସହଜରେ ଶିଖି ହୁଏ। କିନ୍ତୁ ଆଗରୁ ଏହା ଆମ ଶିକ୍ଷା ବ୍ୟବସ୍ଥା ବହିର୍ଭୂତ ଥିଲା। ଏହାକୁ ଗୁରୁତ୍ୱ ପ୍ରଦାନ କରାଗଲା। ଆଗକୁ ଆପଣ ପରିବର୍ତ୍ତନ ଲକ୍ଷ୍ୟ କରିବେ। ଏହିଭଳି ଭାବେ ଆମେ ବିଂଶ ଶତାବ୍ଦୀର ନୀତିଗୁଡ଼ିକୁ ନେଇ ଏକବିଂଶ ଶତାବ୍ଦୀର ନିର୍ମାଣ କରିପାରିବା କି? ବିଂଶ ଶତାବ୍ଦୀର ଚିନ୍ତାଧାରା, ବ୍ୟବସ୍ଥା, ନୀତିକୁ ନେଇ ଏକବିଂଶ ଶତାବ୍ଦୀରେ ଅଗ୍ରସର ହୋଇପାରିବା କି? ତେଣୁ ଆମକୁ ଆମର ସମସ୍ତ ନୀତିକୁ ଏକବିଂଶ ଶତାବ୍ଦୀକୁ ସୁହାଇଲା ଭଳି କରିବାକୁ ହେବ। ଆମେ ଯଦି ନିଜକୁ ପରିବର୍ତ୍ତନ ନ କରିବା ତାହେଲେ ଆମେ ଅଟକିଯିବା, ବରଂ ଆମେ ପଛେଇ ଯିବା। ଅବଶ୍ୟ ଏହା ଭିତରେ କିଛି ଅଧିକ ସମୟ ବିତିଯାଇଛି। ଏହାଦ୍ୱାରା ଦେଶର କ୍ଷତି ଘଟିଛି। କିନ୍ତୁ ବେଳେବେଳେ ପିତାମାତାଙ୍କର ଇଚ୍ଛା, ସମ୍ବଳର ଅଭାବ, ନିକଟରେ ଉପଲବ୍ଧ ବ୍ୟବସ୍ଥା ଯୋଗୁଁ ଆମେ ନିଜ ରୁଚି ଅନୁସାରେ ଆଗକୁ ବଢ଼ିପାରୁନୁ। ବେଳେବେଳେ ସାମାଜିକ ପ୍ରତିଷ୍ଠା ପାଇଁ ହେଉ କିମ୍ବା ଗୋଟିଏ ଗତାନୁଗତିକ ଚିନ୍ତାଧାରା ଯୋଗୁଁ ସ୍ଥିର କଲୁ ଯେମିତି ଜଣେ ଡକ୍ଟର ହେବୁ, କିନ୍ତୁ ଆମ ଭିତରେ ଅନ୍ୟ କିଛି ପ୍ରତିଭା ରହିଛି। ଯେକୌଣସି ରୁଚି ଥାଉ, କିନ୍ତୁ ଯଦି ଆପଣ ଚିକିତ୍ସା କ୍ଷେତ୍ରରେ ପଶିଗଲେ ତାହେଲେ ଯେମିତି ହେଲେ ଆପଣଙ୍କୁ ତାହା କରିବାକୁ ହେବ। ଏବେ କିନ୍ତୁ ଯଦି ବର୍ଷେ 2 ବର୍ଷ ପରେ ଆପଣ ଅନୁଭବ କରନ୍ତି ଯେ ଆପଣ ନିଜ ରୁଚି ବିରୁଦ୍ଧରେ ସେହି କ୍ଷେତ୍ରରେ ପ୍ରବେଶ କରିଯାଇଛନ୍ତି, ତାହେଲେ ଜାତୀୟ ଶିକ୍ଷାନୀତି ଆପଣଙ୍କୁ ସମ୍ମାନର ସହ ନୂଆ ରାସ୍ତାରେ ଯିବା ପାଇଁ ସୁଯୋଗ ପ୍ରଦାନ କରିବ। ଆମେ ଲକ୍ଷ୍ୟ କରିଛୁ ଯେ ଆଜି ସମଗ୍ର ବିଶ୍ୱରେ କୌଶଳର ଗୁରୁତ୍ୱ ଖୁବ୍ ବୃଦ୍ଧି ପାଇଲାଣି। କେବଳ ଜ୍ଞାନ ଯଥେଷ୍ଟ ନୁହେଁ, କଳା କୌଶଳର ମଧ୍ୟ ଆବଶ୍ୟକତା ରହିଛି। ସ୍କିଲ୍ ଆବଶ୍ୟକ। ଏବେ ଏହାକୁ ଆମେ ସିଲାବସ୍ର ଅଂଶବିଶେଷ କରିଦେଇଛୁ, ଯାହାଫଳରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ବିକାଶର ସୁଯୋଗ ମିଳିବ। ମୁଁ ଆଜି ଗୋଟିଏ ପ୍ରଦର୍ଶନୀ ଦେଖିଲି। ଜାତୀୟ ଶିକ୍ଷାନୀତିର କ'ଣ ପ୍ରଭାବ ପଡ଼ିପାରେ, ଏହାକୁ ଶିକ୍ଷା ବିଭାଗର ଲୋକେ ଉପସ୍ଥାପିତ କରିଥିଲେ। ଏଥିପାଇଁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ଏହା ଦେଖି ମୁଁ ବହୁତ ପ୍ରଭାବିତ ହେଲି। ଆମ ଅଷ୍ଟମ ଦଶମ ଶ୍ରେଣୀର ଛାତ୍ର 3D ପ୍ରିଣ୍ଟର ତିଆରି କରୁଥିବା ଦେଖି ବେଦିକ ମ୍ୟାଥମେଟିକ୍ସର ଆପ୍ ପରିଚାଳିତ କରୁଛନ୍ତି ଏବଂ ବିଶ୍ୱର ଅନେକ ଛାତ୍ରଛାତ୍ରୀ ସେମାନଙ୍କଠାରୁ ଏହା ଶିଖୁଛନ୍ତି। ନନ୍ଦିତା ଓ ନିବେଦିତା, ଏହି 2 ଭଉଣୀଙ୍କୁ ଭେଟି ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା। ଏମାନେ ନିଜେ ଛାତ୍ରୀ ଥିବା ସତ୍ତ୍ୱେ ଗୁରୁ ହୋଇଗଲେଣି। ବିଶ୍ୱରେ ନିଜର ଅନେକ ଛାତ୍ରଛାତ୍ରୀ ସୃଷ୍ଟି କରିସାରିଲେଣି। ସେମାନେ ଟେକ୍ନୋଲୋଜିର ବହୁତ ଉପଯୋଗ କଲେ। ଟେକ୍ନୋଲୋଜିକୁ ଭୟ ନ କରି ସେମାନେ ଏହାକୁ କାମରେ ଲଗାଇଲେ। ସେହିଭଳି କିଛି ଭଲ ଚିତ୍ର, କିଛି ଭଲ ସ୍ଥାପତ୍ୟ କଳା ସାମଗ୍ରୀ ମୁଁ ଦେଖିବାକୁ ପାଇଲି। କେବଳ ସେତିକି ନୁହେଁ, ସେଥିରେ ଦୂରଦୃଷ୍ଟିର ଝଲକ ଦେଖାଯାଉଥିଲା। ମୁଁ ସେହି ଦୂରଦୃଷ୍ଟିକୁ ଅନୁଭବ କରୁଥିଲି। ଏହାର ଅର୍ଥ ଜାତୀୟ ଶିକ୍ଷାନୀତି ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ଅନେକ ସୁଯୋଗ ପ୍ରଦାନ କରୁଛି। ତେଣୁ ମୁଁ କହିବି ଯେ ଆମେ ଯେତେ ସୂକ୍ଷ୍ମ ଭାବେ ଜାତୀୟ ଶିକ୍ଷାନୀତିକୁ ବୁଝିବା ଏବଂ ଏହାକୁ ବାସ୍ତବର ରୂପରେଖ ଦେବା, ଆମେ ସେଥିରୁ ବହୁବିଧ ଲାଭ ପାଇପାରିବା। ତେଣୁ ଦେଶର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଦେଶର ସମସ୍ତ ଶିକ୍ଷାବିତ୍ମାନଙ୍କୁ ମୋର ଅନୁରୋଧ ଯେ ଏହାର ସୂକ୍ଷ୍ମତାକୁ ବାସ୍ତବତାରେ ପରିଣତ କରିବା ପାଇଁ ଆପଣ ନୂଆ ନୂଆ ଉପାୟ ବାହାର କରନ୍ତୁ। ଯେତେ ଅଧିକ ଉପାୟ ବାହାରିବ, ସେତେ ଅଧିକ ସୁଯୋଗ ମିଳିବ। ଏଥିପାଇଁ ମୋର ଶୁଭେଚ୍ଛା। ଉତ୍ତରପ୍ରଦେଶର ଗାଜିଆବାଦର ବିଜୟନଗରର ରାଜକୀୟ କନ୍ୟା ଇଣ୍ଟର କଲେଜର ଛାତ୍ରୀ ରୋଶନୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ, ଛାତ୍ରଛାତ୍ରୀ ପରୀକ୍ଷାକୁ ଭୟ କରନ୍ତି ନା ନିଜର ପିତାମାତା କିମ୍ବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭୟ କରନ୍ତି?
ସେ ଆହୁରି ମଧ୍ୟ ଜାଣିବାକୁ ଚାହିଁଥିଲେ ଯେ ପରୀକ୍ଷାକୁ ଆମେ ଅତି ଗୁରୁତ୍ୱର ସହ ଗ୍ରହଣ କରିବା ଉଚିତ, ଯେମିତି ଆମ ବାପା ମା ଆମକୁ ଆଶା କରନ୍ତି, ନା ଗୋଟିଏ ପର୍ବ ଭଳି ଏହାର ଆନନ୍ଦ ଉପଭୋଗ କରିବା ଉଚିତ। ପଞ୍ଜାବ ଭଟିଣ୍ଡାର ଡନ୍ ପବ୍ଲିକ୍ ସେମିନାର ସେକେଣ୍ଡାରୀ ସ୍କୁଲର 10ମ ଶ୍ରେଣୀର ଛାତ୍ରୀ କିରଣଦୀପ କୌର ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ ଯେ ତାଙ୍କର ପରୀକ୍ଷା ଫଳ ଖରାପ ହେବା ଯୋଗୁଁ ପରିବାର ବର୍ଗଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ନୈରାଶ୍ୟ ଭାବକୁ ଦୂର କରିବା ପାଇଁ ସେ କ'ଣ ଉପାୟ କରିପାରିବେ। ପରିବାର ବର୍ଗଙ୍କ ବିରୁଦ୍ଧରେ ତାଙ୍କ ମନରେ କୌଣସି ନକାରାତ୍ମକ ଭାବନା ନାହିଁ, କାରଣ ସେମାନେ ତାଙ୍କଠାରୁ ଅଧିକ ସହାନୁଭୂତିର ଆବଶ୍ୟକତା କରିଥାନ୍ତି। ଆପଣ ଯେତେବେଳେ ଏହି ପ୍ରଶ୍ନ କଲେ ସେତେବେଳେ ସବୁଠାରୁ ଅଧିକ କରତାଳି କାହିଁକି ହେଲା? ମୁଁ ଭାବୁଛି ଆପଣ ଏହି ପ୍ରଶ୍ନ ଛାତ୍ରଛାତ୍ରୀଙ୍କ ପାଇଁ କରିନାହାନ୍ତି, ବରଂ ବହୁତ ଚତୁରତାର ସହ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ କରିଛନ୍ତି। ସମସ୍ତ ପିତାମାତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କିଛି ବାର୍ତ୍ତା ଦେବା ପାଇଁ ହୁଏତ ଆପଣ ଚାହୁଁଛନ୍ତି, ଯାହା ଆପଣଙ୍କ ପାଇଁ ଉପକାରୀ ହୋଇପାରେ। ଏଥିରୁ ଜଣାପଡ଼ୁଛି ଯେ ଆପଣଙ୍କ ଉପରେ ପିତାମାତାଙ୍କ, ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଚାପ ରହିଛି। ତେଣୁ ଆପଣ ନିଜ ପାଇଁ କିଛି କରିବେ ନା ସେମାନଙ୍କ କହିବା ଅନୁଯାୟୀ କରିବେ, ସେ କଥାକୁ ନେଇ ଆପଣ ଦ୍ୱନ୍ଦ୍ୱରେ ଅଛନ୍ତି। ମୁଁ ଆପଣଙ୍କ ସମସ୍ୟାକୁ ହୃଦୟଙ୍ଗମ କରିପାରୁଛି। ପ୍ରଥମେ ମୁଁ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏକଥା ନିଶ୍ଚୟ କହିବାକୁ ଚାହିଁବି ଯେ ନିଜର ସ୍ୱପ୍ନ, ନିଜର ଅସମ୍ପୂର୍ଣ୍ଣ ଇଚ୍ଛା ନିଜ ପିଲାଙ୍କ ଉପରେ ଲଦି ଦେବାକୁ ଚେଷ୍ଟା କରୁଛନ୍ତି। ପିଲା ଆପଣଙ୍କୁ ସମ୍ମାନ କରୁଛି, ଆପଣଙ୍କର କଥାକୁ ଗ୍ରହଣ କରୁଛି। ଅପରପକ୍ଷରେ ଶିକ୍ଷକ ତାଙ୍କ ସ୍କୁଲର ବ୍ୟବସ୍ଥା ଅନୁଯାୟୀ ତାହା କରିବା ପାଇଁ ଛାତ୍ରଛାତ୍ରୀଙ୍କଠାରୁ ଆଶା ପୋଷଣ କରୁଛନ୍ତି। ଆପଣଙ୍କର ଇଚ୍ଛା କିଛି ଭିନ୍ନ ବିଷୟରେ ରହିଛି। ଆମ ପିଲାମାନଙ୍କୁ ଏଭଳି ଯେଉଁ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ୁଛି, ତାହା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟୁଛି। ତେଣୁ ପୁରୁଣା ସମୟରେ ଶିକ୍ଷକଙ୍କର ସମ୍ପର୍କ ପରିବାର ସହ ରହୁଥିଲା। ସେ ଛାତ୍ରଛାତ୍ରୀମାନଙ୍କର ପରିବାର ସଦସ୍ୟମାନଙ୍କୁ ଚିହ୍ନୁଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ନେଇ ପରିବାର ପୋଷଣ କରୁଥିବା ଇଚ୍ଛା ସମ୍ପର୍କରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଅବଗତ ରହୁଥିଲେ। ଅର୍ଥାତ୍ ସମସ୍ତେ ଗୋଟିଏ ମଞ୍ଚରେ ଅବସ୍ଥାନ କରୁଥିଲେ। କିନ୍ତୁ ଆଜିକାଲି ପିଲା ଦିନସାରା କ'ଣ କରୁଛି, ବାପା ମାଙ୍କ ପାଖରେ ତାହା ଜାଣିବାକୁ ସମୟ ନାହିଁ। ଶିକ୍ଷକ କେବଳ ନିଜ ସିଲାବସ୍ ସହ ସମ୍ପୃକ୍ତ ରହୁଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ପରିଶ୍ରମ କରି ପାଠ ପଢ଼ାଉଛନ୍ତି, କିନ୍ତୁ ସିଲାବସ୍ ସରିଗଲେ ସେମାନେ ନିଜ ଦାୟିତ୍ୱ ଶେଷ ହେଲା ବୋଲି ମନେ କରୁଛନ୍ତି। କିନ୍ତୁ ପିଲାର ଆଗ୍ରହ କିଛି ଭିନ୍ନ ରହୁଛି। ତେଣୁ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ସ୍କୁଲ ପରିବେଶକୁ ପିଲାର ସାମର୍ଥ୍ୟ, ରୁଚି, ପ୍ରବୃତ୍ତି, ଆକାଂକ୍ଷା ଏସବୁକୁ ଯେପର୍ଯ୍ୟନ୍ତ ସୂକ୍ଷ୍ମତାର ସହ ଅନୁଧ୍ୟାନ ନ କରିବା, ତାକୁ ବାଧ୍ୟ କରି ଚାଲିବା, ତେବେ ସେ କେଉଁଠି ନା କେଉଁଠି ପଥଚ୍ୟୁତ ହୋଇଯାଉଛି। ତେଣୁ ମୁଁ ସମସ୍ତ ପିତାମାତା, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କହିବାକୁ ଚାହୁଁଛି ଯେ ଆପଣମାନେ ନିଜ ମନର ଆଶାକୁ ଭିତ୍ତି କରି ନିଜ ପିଲାଙ୍କ ପାଇଁ ଚାପ ସୃଷ୍ଟି କରନ୍ତୁନି। ପ୍ରତ୍ୟେକ ପିଲା ମଧ୍ୟରେ କିଛି ପ୍ରତିଭା ରହିଛି। ଭଗବାନ ତାଙ୍କୁ କିଛି ନା କିଛି ପ୍ରତିଭା ଦେଇ ପଠାଇଛନ୍ତି। ଆପଣ ତାର ପ୍ରତିଭାକୁ, ସ୍ୱପ୍ନକୁ ଚିହ୍ନି ନ ପାରିବା ଆପଣଙ୍କର ଦୁର୍ବଳତା। ସେହିଠାରୁ ହିଁ ଦୂରତା ସୃଷ୍ଟି ହେଉଛି। ମୁଁ ପିତାମାତା ଓ ଶିକ୍ଷକଙ୍କର କଥା ନ ମାନିବାକୁ କେବେହେଲେ ପରାମର୍ଶ ଦେବିନି। ସେମାନଙ୍କ କଥା ବୁଝିବେ, ମାନିବେ, କିନ୍ତୁ ଆମ ଭିତରେ ରହିଥିବା ସେହି ପ୍ରତିଭାକୁ ଆମକୁ ଚିହ୍ନିବାକୁ ହେବ। ଗୋଟିଏ ମଞ୍ଜି ପୋତିଲେ କିଛି ଫଳେନି, ଅଥଚ ଅନ୍ୟ ମଞ୍ଜିଟିଏ ପୋତିଲେ ସେଥିରୁ ବିଶାଳ ବଟବୃକ୍ଷ ସୃଷ୍ଟି ହୁଏ। ତେଣୁ ଦୋଷ ମାଟିର ନୁହେଁ, କିନ୍ତୁ ଏହା କି ମଞ୍ଜି ପୋତାଯାଇଛି ତା ଉପରେ ନିର୍ଭର କରେ। ତେଣୁ ଆପଣଙ୍କ ପାଇଁ ଯାହା ସହଜ, ସେଥିରେ ଆପଣ ମନପ୍ରାଣ ଦେଇ ଲାଗିପଡ଼ନ୍ତୁ। ଆରମ୍ଭରେ କିଛି ଅସୁବିଧା ସୃଷ୍ଟି ହୋଇପାରେ, କିନ୍ତୁ ପରବର୍ତ୍ତୀ ସମୟରେ ପରିବାର ଲୋକ ହିଁ ଆପଣଙ୍କୁ ନେଇ ଗର୍ବ ଅନୁଭବ କରିବେ। ତେଣୁ ସର୍ବନିମ୍ନ ଆବଶ୍ୟକତାକୁ ସମ୍ପୂର୍ଣ୍ଣ କରି ନିଜ ରୁଚି ଅନୁସାରେ ଅଗ୍ରସର ହେଲେ ଆପଣଙ୍କର ବହୁତ ଲାଭ ହେବ। ଦିଲ୍ଲୀ ଜନକପୁର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର 10ମ ଶ୍ରେଣୀର ଛାତ୍ର ବୈଭବ କନୋଜିଆ ପଚାରିଥିଲେ, ପ୍ରେରଣାକୁ କିଭଳି ଉଜ୍ଜୀବିତ କରି ରଖିବା ଏବଂ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ କିଭଳି ସଫଳତା ଲାଭ କରିବା। ସେହିଭଳି ଓଡ଼ିଶାର ଝାରସୁଗୁଡ଼ାର ଜଣେ ଅଭିଭାବକ ସୁଜିତ କୁମାର ପ୍ରଧାନଙ୍କର ପ୍ରଶ୍ନ ଥିଲା, ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକଳାପ ପାଇଁ ପିଲାଙ୍କୁ କିଭଳି ପ୍ରେରିତ କରିବା। ରାଜସ୍ଥାନ ଜୟପୁରର ରାଜକୀୟ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ କୋମଲ ଶର୍ମା ନିଜର ଜଣେ ସହପାଠୀଙ୍କର ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ କିପରି ସାନ୍ତ୍ୱନା ଦେବେ ସେ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। କତାର ଦୋହାର MES ଇଣ୍ଡିଆନ୍ ସ୍କୁଲର 10ମ ଶ୍ରେଣୀର ଛାତ୍ର RN ଆଇପେନଙ୍କର ପ୍ରଶ୍ନ ଥିଲା, କୌଣସି କାର୍ଯ୍ୟକୁ ଏଡ଼ାଇବା ଭାବନାରୁ ନିଜକୁ କିପରି ଦୂରେଇ ରଖିବା। ପରୀକ୍ଷା ଏବଂ ପ୍ରସ୍ତୁତିର ଅଭାବର ଭୟକୁ କିପରି ଦୂର କରିବା। ମୋଟିଭେସନର ନିର୍ଦ୍ଦିଷ୍ଟ କୌଣସି ଉପାୟ ନାହିଁ। ଆପଣ ଲକ୍ଷ୍ୟ କରନ୍ତୁ କେଉଁ କଥା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ ଡିମୋଟିଭେଟ୍ କରିଦିଏ।
ଏହା ଆପଣ ଜାଣିପାରିବେ। ଏହା ମଧ୍ୟ ଲକ୍ଷ୍ୟ କରନ୍ତୁ କେଉଁ କଥା ଆପଣଙ୍କୁ ସହଜରେ ମୋଟିଭେଟ୍ କରୁଛି। ନିଜେ ଅନୁଧ୍ୟାନ କରନ୍ତୁ। ଅନ୍ୟ ଉପରେ ନିର୍ଭର କଲେ ଆପଣଙ୍କ ମଧ୍ୟରେ ଗୋଟିଏ ଦୁର୍ବଳତା ସୃଷ୍ଟି ହେବ। ଆପଣ ସବୁବେଳେ ଅନ୍ୟମାନଙ୍କର ସହାନୁଭୂତି ଲୋଡ଼ିବେ। ଏଭଳି କରନ୍ତୁନି। ସମସ୍ୟାକୁ ଦୃଢ଼ତା ସହ ମୁକାବିଲା କରିବା ପାଇଁ ଚେଷ୍ଟା କରନ୍ତୁ। ବେଳେବେଳେ କିଛି ଜିନିଷକୁ ଅନୁଧ୍ୟାନ କଲେ ଆମକୁ ପ୍ରେରଣା ମିଳିଥାଏ। ଛୋଟ ଶିଶୁଟିଏ ଚାଲି ନ ପାରିବା ସତ୍ତ୍ୱେ ଯେମିତି ନିଜ ପସନ୍ଦର ଜିନିଷ ନେବା ପାଇଁ ବାରମ୍ବାର ଗୁରୁଣ୍ଡି ଉଦ୍ୟମ କରିଥାଏ କିନ୍ତୁ ହାର ମାନେନି, ତାହା ହିଁ ପ୍ରେରଣାର ଗୋଟିଏ ବଡ଼ ଉଦାହରଣ। ଏହା ଈଶ୍ୱର ଦତ୍ତ। ଏହା ଆମ ସମସ୍ତଙ୍କ ମଧ୍ୟରେ ରହିଛି। ସେହିଭଳି ଜଣେ ଦିବ୍ୟାଙ୍ଗ ମଧ୍ୟ ନିଜ ଶାରୀରିକ ଅକ୍ଷମତା ସତ୍ତ୍ୱେ ହାର ନ ମାନି କେତେ ଦକ୍ଷତାର ସହ କୌଣସି କାମ କରିଥାଏ, ନିଜର ଅକ୍ଷମତାକୁ ଶକ୍ତିରେ ପରିଣତ କରିଦେଇଥାଏ। ଏହା ଅନୁଧ୍ୟାନକାରୀଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ। ଆମ ଆଖପାଖର ଜିନିଷ ମଧ୍ୟରେ ଥିବା ଶକ୍ତିକୁ ଆମେ ଅନୁଧ୍ୟାନ କରିବା, ଦୋଷ ଦୁର୍ବଳତାକୁ ନୁହେଁ। ଆପଣଙ୍କ ତାଙ୍କ ସହ ଗୋଟିଏ ସମ୍ପର୍କ ଯୋଡ଼ି ହୋଇଯିବ। ସେଥିରୁ ପ୍ରେରଣା ଲାଭ କରି ଆପଣ ଗତିଶୀଳ ହୋଇଯିବେ। ଆପଣ କେବେ ନିଜକୁ ନିଜେ ପରୀକ୍ଷା କରନ୍ତି କି? ଆପଣ ନିଜକୁ କେବେ ପରୀକ୍ଷା କରନ୍ତୁ। ମୋର ପୁସ୍ତକ ଏକ୍ଜାମ ୱାରିୟରରେ ଗୋଟିଏ ଜାଗାରେ ମୁଁ ଲେଖିଛି ଯେ ଆପଣ ପରୀକ୍ଷାକୁ ସମ୍ବୋଧନ କରି ଗୋଟିଏ ଚିଠି ଲେଖନ୍ତୁ। ପ୍ରିୟ ପରୀକ୍ଷା, ତୁମର ସମ୍ମୁଖୀନ ହେବା ପାଇଁ ମୁଁ କେତେ ସବୁ ପ୍ରସ୍ତୁତି କରିଛି। ମୁଁ ସଫଳତାର ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯିବି। ଆପଣ ଥରେ ରିପ୍ଲାଏ କରିବାର ଅଭ୍ୟାସ କରନ୍ତୁ। ନିଜେ ପ୍ରସ୍ତୁତ କରିଥିବା ବିଷୟକୁ ଆହୁରି 3 ଜଣଙ୍କୁ ଶିଖାନ୍ତୁ। ସେମାନେ ଅନ୍ୟ 3 ଜଣଙ୍କୁ ଶିଖାନ୍ତୁ। ଏଭଳି ହେଲେ ଅନ୍ୟମାନେ ଅନୁଭବ କରିବେ ଯେ ଏ କଥାକୁ ହୁଏତ ମୁଁ ଲକ୍ଷ୍ୟ କରିନଥିଲି। ଆପଣ ସମସ୍ତେ ମିଶି ଯେତେବେଳେ ଏହାକୁ ଆଲୋଚନା କରିବେ, ସେତେବେଳେ ଏହା ଆପଣଙ୍କର ନିଜର ହୋଇଯିବ। ଟିଭି ଇଣ୍ଟରଭ୍ୟୁ ବେଳେ ଆପଣ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଠିକ୍ ଭାବେ କହିପାରୁନଥିବା ବେଳେ କୌଣସି ଗାଉଁଲି ସ୍ତ୍ରୀ ଲୋକ ଅତି ସହଜରେ ଏହା କହିଦେଇପାରୁଛି। ସେ କହିପାରେ କାରଣ ନିଜର ଅନୁଭୂତିକୁ ସେ ହୃଦୟଙ୍ଗମ କରିଥାନ୍ତି, ଯାହାଫଳରେ ସେ ବହୁତ ସରଳ ଭାବେ ଏହାକୁ ପୁନଃ ପ୍ରକାଶ କରିପାରନ୍ତି। ତେଣୁ ମୁକ୍ତ ମନରେ ଏହା ସହ ଯୋଡ଼ି ହେଲେ କେବେ ବି ହତାଶା ଆପଣଙ୍କର ଦୁଆର ମାଡ଼ିବନି। ତେଲେଙ୍ଗାନା ରାଜ୍ୟର ଖମମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ୟାଦା ଅନୁଷା ପଚାରିଥିଲେ ଯେ ଶିକ୍ଷକ ଯେତେବେଳେ ପଢ଼ାନ୍ତି ସେତେବେଳେ ସେ ସବୁ ବୁଝିଯାଆନ୍ତି, କିନ୍ତୁ କିଛି ସମୟ ପରେ ପୁଣି ଭୁଲି ଯାଆନ୍ତି। ସେ ଏହି ସମସ୍ୟାର ମାର୍ଗଦର୍ଶନ ଚାହିଁଥିଲେ। ନମୋ ଆପ୍ ମାଧ୍ୟମରେ ଅନ୍ୟ ଜଣେ ଛାତ୍ରୀ ଗାୟତ୍ରୀ ସାକ୍ସେନା ମଧ୍ୟ ପଚାରିଥିଲେ ଯେ ପଢ଼ିଲା ବେଳେ ପଢ଼ିଥିବା ବିଷୟକୁ ପରବର୍ତ୍ତୀ ସମୟରେ ପରୀକ୍ଷା ବେଳକୁ ସେ ଭୁଲି ଯାଆନ୍ତି। ସେ ମଧ୍ୟ ଏ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଚାହିଁଥିଲେ। କେତେବେଳେ କେମିତି କିଛି ଛାତ୍ରଛାତ୍ରୀମାନଙ୍କଠାରେ ଏଭଳି ସମସ୍ୟା ଦେଖାଯାଇଥାଏ। ପ୍ରାୟ ସମସ୍ତେ ଭାବନ୍ତି ଯେ ତାଙ୍କର ମନେ ରହୁନି ବା ସେ ଭୁଲି ଯାଉଛନ୍ତି। କିନ୍ତୁ କେବେ କେବେ ଏମିତି ବି ହେଇଥାଏ ଯେ ଆପଣ ଦେଖିବେ ଅଚାନକ ଏଭଳି ଏକ ପ୍ରଶ୍ନ ଆସିଯାଇଥିବ ଯେଉଁ ବିଷୟକୁ ଆପଣ କେବେଠୁ ପଢ଼ିନଥିବେ, କିନ୍ତୁ ତାର ଉତ୍ତର ଆପଣ ଭଲ ଭାବରେ ଦେଇପାରିଥିବେ। ଏଥିରୁ ଜଣାଗଲା ଯେ ସେ ବିଷୟଟି ଆପଣଙ୍କ ମନରେ କୋଉଠି ହେଲେ କୋଉଠି ଷ୍ଟୋର ହେଇକି ଥିଲା। ଅର୍ଥାତ୍ ଯେତେବେଳେ ଆପଣ ପଢ଼ୁଥିଲେ ସେତେବେଳେ ଝରକା ଖୋଲା ଥିଲା, କପବୋର୍ଡ ଖୋଲା ଥିଲା, ତେଣୁ ତ ବିଷୟଟି ଷ୍ଟୋର ହୋଇ ରହିଗଲା। ଏହାର କାରଣ ହେଲା ଆପଣଙ୍କର ଧ୍ୟାନଟି ସେଠି ଥିଲା। ଆମେ କେବେ କେବେ କିନ୍ତୁ ଧ୍ୟାନକୁ ଯୋଗ, ମେଡିଟେସନ ଆଦି କୁଆଡ଼େ କୁଆଡ଼େ ଯୋଡ଼ି ଦେଉଛୁ। ଧ୍ୟାନ ସମ୍ପର୍କରେ ମୋର ମତ ହେଉଛି ଅତି ସରଳ। ଏବେ ଆପଣ ଏଠି ଅଛନ୍ତି, କିନ୍ତୁ ମନରେ ଭାବୁଥିବେ ମମି ଘରେ ଏବେ ଟିଭି ଦେଖୁଥିବେ। ଆପଣ କୋଉ କୋଣରେ ବସିଛନ୍ତି ସେ ମନେ ମନେ ଖୋଜୁଛନ୍ତି। ତାର ଅର୍ଥ ହେଲା ଆପଣ ଏବେ ଏଠି ନାହାନ୍ତି, ଆପଣ ଘରେ ଅଛନ୍ତି। ଆପଣଙ୍କ ମନରେ ଚାଲିଛି ଯେ ମମି ଟିଭି ଦେଖୁଛନ୍ତି କି ନାହିଁ, ସେ ଆପଣଙ୍କୁ ଏଠି ବସିଥିବାର ଦେଖୁଛନ୍ତି କି ନାହିଁ। ଆପଣଙ୍କର ଧ୍ୟାନ ଏଠି ରହିବା ପରିବର୍ତ୍ତେ ଆପଣଙ୍କର ଘରେ ଅଛି। ଯଦି ଆପଣ ଏଠି ଅଛନ୍ତି ତେବେ ଧ୍ୟାନରେ ଅଛନ୍ତି, ଯଦି ଆପଣ ଏଠି ନାହାନ୍ତି ତେବେ ଧ୍ୟାନ ନାହିଁ। ଏହି ସରଳ କଥାଟିକୁ ଆପଣ ଗ୍ରହଣ କରନ୍ତୁ। ଧ୍ୟାନ ସେମିତି ବଡ଼ ବିଜ୍ଞାନ ନୁହେଁ ଯେ ସେଥିପାଇଁ ଆପଣ ହିମାଳୟକୁ ଯିବାକୁ ପଡ଼ିବ। ଇଏ ବହୁତ ସରଳ। ଆପଣ ସେହି ମୁହୂର୍ତ୍ତକୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ଯଦି ସେହି ମୁହୂର୍ତ୍ତଟିକୁ ଆପଣ ମନଭରି ଗ୍ରହଣ କରନ୍ତି, ତେବେ ତାହା ଆପଣଙ୍କ ପାଇଁ ବଡ଼ ଶକ୍ତି ହୋଇ ରହିବ। ଆପଣ ଅନେକ ଲୋକଙ୍କୁ ଦେଖିଥିବେ, ସେ ସକାଳେ ଚା ପିଉଥିବେ, ଖବରକାଗଜ ପଢ଼ୁଥିବେ, ଏଣେ ପରିବାର ଲୋକେ କହୁଥିବେ ଚାଲ ଗାଧୋଇବ, ପାଣି ଗରମ ହେଲାଣି। ସେ କହୁଥିବେ ନାଇଁ ନାଇଁ ମୁଁ ଖବରକାଗଜ ପଢ଼ିବି। ଚାଲ ନାସ୍ତା କରିବ, ନାଇଁ ମୁଁ ଖବରକାଗଜ ପଢ଼ିବି। ମୁଁ ଘରର ସେଇ ମାମାନଙ୍କୁ କହିବାକୁ ଚାହେଁ ଯେ ଯେଉଁମାନେ ଘରେ ଏଇଭଳି ବ୍ୟବହାର କରୁଛନ୍ତି, ଆପଣ ତାଙ୍କୁ ସନ୍ଧ୍ୟାବେଳେ ପଚାରନ୍ତୁ କି ସେ ଆଜି ଖବରକାଗଜରେ କ'ଣ ପଢ଼ିଲେ। ମୁଁ 99% ଠିକ୍ରେ କହିପାରେ
ଯେ ସେ ବ୍ୟକ୍ତି କହିପାରିବେ ନାହିଁ ଯେ ଆଜି ଖବରକାଗଜର ହେଡଲାଇନ୍ କ'ଣ ଥିଲା, କାରଣ ସେ ଜାଗ୍ରତ ନଥିଲେ କି ଧ୍ୟାନ ସେଥିରେ ନଥିଲା। ସେ ଖାଲି ପୃଷ୍ଠା ପରେ ପୃଷ୍ଠା ଖବରକାଗଜକୁ ଓଲଟାଇ ଯାଉଥିଲେ, ଆଖିରେ ଦେଖୁଥିଲେ, ପଢ଼ୁଥିଲେ, କିନ୍ତୁ କିଛି ବି ରେଜିଷ୍ଟର ହେଉନଥିଲା। ଆଉ ଯଦି ରେଜିଷ୍ଟର ନ ହୁଏ ତାହେଲେ ମେମୋରି ଚିପ୍କୁ ଯିବ ନାହିଁ। ତେଣୁ ଆପଣ ସେ ମୁହୂର୍ତ୍ତକୁ ଅନୁଭବ କରନ୍ତୁ। ଯଦି ପରମାତ୍ମାକୁ ପଚାରନ୍ତି କି ସେଥିରେ କ'ଣ ଉପହାର ଅଛି, ତ ମୁଁ କହିବି ସବୁଠୁ ବଡ଼ ଉପହାର ହେବ ଆପଣଙ୍କର ବର୍ତ୍ତମାନ, ଯିଏ ସେହି ବର୍ତ୍ତମାନକୁ ଜାଣିପାରୁଛି, ଯେ ଏହି ବର୍ତ୍ତମାନକୁ ଜୀଇ ପାରୁଛି, ଯେ ଏହି ବର୍ତ୍ତମାନକୁ ଆତ୍ମସାତ କରିପାରୁଛି। ତା ପାଇଁ ଭବିଷ୍ୟତ କେବେ ବି ପ୍ରଶ୍ନବାଚୀ ହୋଇନଥାଏ। ଆଉ ମନେ ନ ରଖିବାର ବି ସେହି କାରଣ ଯେ ଆମେ ସେ ମୁହୂର୍ତ୍ତକୁ ଉପଭୋଗ ନ କରି ତାକୁ ହଜାଇ ଦିଅନ୍ତି। ଅନ୍ୟ କଥାଟି ହେଲା, ମେମୋରିର ଜୀବନ ସହିତ ମଧ୍ୟ ସମ୍ବନ୍ଧ ଥାଏ। ଯଦି ଆପଣ ଭାବନ୍ତି ଯେ ସେ ମୁହୂର୍ତ୍ତ କେବଳ ଏକ୍ଜାମ୍ ପାଇଁ, ତେବେ ତ ତାର ମୂଲ୍ୟ ବି ଆପଣ ଜାଣିପାରି ନାହାନ୍ତି। ମନେ କରନ୍ତୁ ଆପଣଙ୍କର କୌଣସି ବନ୍ଧୁର ଜନ୍ମଦିନ ଆପଣଙ୍କର ମନେ ପଡ଼ିଲା, ଆଉ ଜନ୍ମଦିନ ପାଇଁ ଆପଣ ତାକୁ ଫୋନ୍ କଲେ। ଆପଣଙ୍କର ସେ ମେମୋରି ଥିଲା ଯାହା ତାଙ୍କ ଜନ୍ମଦିନକୁ ମନେ ପକାଇଦେଲା। କିନ୍ତୁ ସେହି ମେମୋରି ଆପଣଙ୍କୁ ଆହୁରି ବିସ୍ତାରକୁ ନେଇଗଲା ଯେତେବେଳେ ଆପଣ ତାକୁ ଫୋନ୍ କଲେ। ଆଉ ସେ ଖୁସି ହୋଇଗଲେ ଯେ ଦେଖ, ମୋର ଜନ୍ମଦିନ ମନେ ରଖି ମୋତେ ଫୋନ୍ କଲେ। ସେ ଆପଣଙ୍କ ବିଷୟରେ ଭାବିଲେ, ଦେଖ ତାଙ୍କର ମୋ ଜନ୍ମଦିନ ମନେ ଥିଲା। ମୋ ଜୀବନକୁ ସେ ଏତେ ମହତ୍ତ୍ୱ ଦିଏ। ସେ ସାରା ଜୀବନ ପାଇଁ ଆପଣଙ୍କର ହୋଇଯାଆନ୍ତି, ଯାହାର କାରଣ ହେଲା ଆପଣଙ୍କର ମେମୋରି। ମେମୋରି ଜୀବନର ବହୁତ ବଡ଼ କ୍ୟାଟାଲିଟିକ୍ ଏଜେଣ୍ଟ। ତେଣୁ ଆମେ ଆମର ସ୍ମୃତିକୁ କେବଳ ପରୀକ୍ଷା ପର୍ଯ୍ୟନ୍ତ ସୀମିତ କରିବା ଉଚିତ ନୁହେଁ, ତାର ବିସ୍ତାର କରିବା ଉଚିତ। ସ୍ମୃତିକୁ ଆମେ ଯେତେ ବିସ୍ତାର କରି ଚାଲିବା, ବିଷୟବସ୍ତୁ ସ୍ୱୟଂ ଯୋଗ ହୋଇ ଚାଲିବ। ଦ୍ୱିତୀୟ କଥାଟି ହେଲା, ଆପଣ କେବେ ବି ଦୁଇଟି ବାସନ ନେଇ ଦୁଇଟି ଯାକରେ ପାଣି ଭର୍ତ୍ତି କରନ୍ତୁ। ପାଣି ଭର୍ତ୍ତି କଲା ପରେ ଦୁଇଟି ଯାକରେ ଗୋଟିଏ ଲେଖାଏଁ କଏନ୍ ରଖନ୍ତୁ। ଦୁଇଟି ଯାକ ବାସନ ଗୋଟିଏ ପ୍ରକାର, ସେଥିରେ ପାଣି ମଧ୍ୟ ଗୋଟିଏ ପ୍ରକାର ଶୁଦ୍ଧ ଏବଂ ସ୍ୱଚ୍ଛ। ସେଥିରେ ଥିବା କଏନ୍ ଦୁଇଟି ମଧ୍ୟ ଗୋଟିଏ ପ୍ରକାର। ଜଳପାତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ହଲୁଥିବ ଏବଂ ଗୋଟିଏ ସ୍ଥିର ଥିବ। ଏବେ ଦେଖନ୍ତୁ, ଯେଉଁ ପାତ୍ରଟି ସ୍ଥିର ଅଛି ସେଥିରେ ଥିବା କଏନ୍ଟି ପ୍ରାଞ୍ଜଳ ଭାବେ ଦେଖାଯାଉଛି। ଏମିତିକି ସେ କଏନ୍ ଉପରେ ଥିବା ଲେଖାଗୁଡ଼ିକ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। କିନ୍ତୁ ଯେଉଁ ପାତ୍ରଟି ହଲୁଛି ସେଥିରେ ଥିବା କଏନ୍ଟି ପରିଷ୍କାର ଦେଖାଯାଉନି। ସେହିଭଳି ଆପଣଙ୍କର ମେମୋରି। ଆପଣ ପରୀକ୍ଷାରେ ଯେତେବେଳେ ଲେଖୁଛନ୍ତି, ଯଦି ଆପଣ ପାଖ ପରୀକ୍ଷାର୍ଥୀଙ୍କୁ ଦେଖି ବିଚଳିତ ହେବେ, ଭାବିବେ ଯେ ସେ ତ ମୋଠୁ ଭଲ ଲେଖିଦେଉଛି, କୁଆଡ଼କୁ ନ ଚାହିଁ ଲେଖି ଚାଲିଛି, ଆପଣଙ୍କର ଏହିଭଳି ବିଚଳିତ ମନ ହଲୁଥିବା ପାଣି ପରି ଆପଣଙ୍କର ସ୍ମୃତି ରୂପକ କଏନ୍ଟିକୁ ଦେଖିବାରେ ବାଧା ସୃଷ୍ଟି କରେ। ତେଣୁ ଆପଣ ମନଟାକୁ ଟିକେ ସ୍ଥିର କରିଦିଅନ୍ତୁ। ମନକୁ ସ୍ଥିର କରିବାରେ ଯଦି କିଛି ଅସୁବିଧା ହେଉଛି, ତେବେ ଟିକେ ଲମ୍ବା ନିଶ୍ୱାସ ନିଅନ୍ତୁ। 3-4 ଥର ଲମ୍ବା ନିଶ୍ୱାସ ନେଇ ଆଖି ବୁଜି ବସି ରୁହନ୍ତୁ। ତେବେ ଆପଣଙ୍କୁ ସେହି ସ୍ମୃତି ରୂପକ କଏନ୍ଟି ଧୀରେ ଧୀରେ ଦେଖାଯିବ। ଆପଣଙ୍କର ମେମୋରି ଭିତରେ ପଡ଼ିଥିବା ଜିନିଷଟି ଏହିଭଳି ବାହାରକୁ ଆସିବା ଆରମ୍ଭ କରିବ। ଭଗବାନ କାହାକୁ ବେଶୀ ସ୍ମୃତିଶକ୍ତି ବା କାହାକୁ କମ୍ ସ୍ମୃତିଶକ୍ତି ଦେଇଛନ୍ତି ସେ କଥା ନୁହେଁ। ପରମାତ୍ମା ସବୁ ସୃଷ୍ଟିକୁ ବଡ଼ ଯତ୍ନରେ ଗଢ଼ିଛନ୍ତି। ଆମେ ତାକୁ କେତେ ବଢ଼େଇ ପାରିବା ବା କମେଇ ପାରିବା, ସେ ଆମ ଉପରେ ନିର୍ଭର। ଆପଣ ଏହି କାର୍ଯ୍ୟଟିକୁ ଅତି ସହଜରେ କରିପାରିବେ। ସେଥିପାଇଁ ଆମ ଶାସ୍ତ୍ରରେ ଅନେକ କଥା ଅଛି, କେବେ କେବେ ୟୁଟ୍ୟୁବରେ ବି ଆସୁଛି। ଏବେ ଆପଣମାନେ ପରୀକ୍ଷା ମୁହାଁ ହୋଇଛନ୍ତି। ମୁଁ ଆପଣଙ୍କୁ ସେ ଦିଗରେ ନେବାକୁ ଚାହୁଁନି। କେବଳ ଆପଣଙ୍କୁ ଏତିକି କହିବି, ଆପଣ ମନକୁ ସ୍ଥିର ରଖନ୍ତୁ। ଆପଣଙ୍କର ସ୍ମୃତିରେ ପଡ଼ି ରହିଥିବା କଥା ଆପଣଙ୍କୁ ଦୃଷ୍ଟିଗୋଚର ହେବାକୁ ଲାଗିବ। ଆପଣ ସେଗୁଡ଼ିକୁ ସ୍ମରଣ କରିପାରିବେ ଏବଂ ତାହା ହିଁ ସବୁଠୁ ବଡ଼ ତାକତ ହୋଇଯିବ। ଖଣିଜ ସମ୍ପଦରେ ପରିପୂର୍ଣ୍ଣ ରାଜ୍ୟ ଝାଡ଼ଖଣ୍ଡର ରାମଗଡ଼ର 10ମ ଶ୍ରେଣୀ ଛାତ୍ରୀ ଶ୍ୱେତା କୁମାରୀ ପଚାରିଥିଲେ ଯେ ତାଙ୍କୁ ସ୍ୱ-ଅଧ୍ୟୟନ ପାଇଁ ରାତି ସମୟଟି ବେଶୀ ପଜିଟିଭ୍ ଲାଗୁଛି, କିନ୍ତୁ ତାଙ୍କୁ ସମସ୍ତେ ଦିନରେ ପଢ଼ିବାକୁ କହୁଛନ୍ତି। ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କର ପରାମର୍ଶ ଚାହିଁଥିଲେ। ସେହିଭଳି ରାଘବ ଯୋଶୀ ନାମକ ଛାତ୍ର ନମୋ ଆପ୍ ମାଧ୍ୟମରେ ଏକ ଦ୍ୱିଧା ସମ୍ପର୍କରେ ପଚାରିଥିଲେ। ତାଙ୍କ ବାପା ମା ତାଙ୍କୁ ଆଗ ଲେଖାପଢ଼ି କରିବାକୁ ଏବଂ ତାପରେ ସମୟ ମିଳିଲେ ଖେଳିବାକୁ କହୁଛନ୍ତି, କିନ୍ତୁ ପ୍ରକୃତରେ ଆଗ ଖେଳକୁଦ କରିସାରିବା ପରେ ପଢ଼ିଲେ ତାଙ୍କୁ ବେଶୀ ଭଲ ଲାଗୁଛି। ଏହି ଦ୍ୱିଧାର ସମାଧାନ ଦିଗରେ ମୁଁ ଏତିକି କହିବି, ଏହା ସତ କଥା ଯେ ସମସ୍ତେ ଚାହାନ୍ତି ତାଙ୍କ ସମୟର ସଦୁପଯୋଗ ହେଉ। ଯେଉଁ ଭାବେ ସମୟକୁ ଉପଯୋଗ କଲେ ଅଧିକ ଲାଭ ହେବ, ସମସ୍ତେ ସେହିଭଳି ସମୟ କାଟିବାକୁ ଚାହାନ୍ତି। ଏହା ଏକ ଭଲ ଚିନ୍ତାଧାରା ଏବଂ ଏହା ଆବଶ୍ୟକ ମଧ୍ୟ। ଆମେ ସମସ୍ତେ ସଦା ଜାଗ୍ରତ ରହିବା ଉଚିତ କି ଆମେ ଯେଉଁ ସମୟ ବ୍ୟୟ କରୁଛେ, ଆମକୁ ତାର ଉପଯୁକ୍ତ ଲାଭ ମିଳୁଛି ନା ନାହିଁ।
ଆଉଟପୁଟ୍ ତ ଦେଖାଯିବ, କିନ୍ତୁ ଆଉଟକମ୍ ଦେଖାଯିବନି। ଏଥିପାଇଁ ଆମକୁ ଦେଖିବାକୁ ପଡ଼ିବ କି ଆମେ ଯେତିକି ସମୟ ଲଗେଇଲୁ ସେଥିପାଇଁ ଆମକୁ ଉପଯୁକ୍ତ ଲାଭ ମିଳିଲା କି ନାହିଁ। ମନେ କରାଯାଉ ଆମେ ଆଜି 1 ଘଣ୍ଟା ମ୍ୟାଥମେଟିକ୍ସ ପାଇଁ ଲଗେଇଲୁ, ତାଦ୍ୱାରା ଆମକୁ କେତେ ଲାଭ ହେଲା? କଷ୍ଟ ଲାଗୁଥିବା ବିଷୟ ଟିକେ ସହଜ ଲାଗିଲା କି ନାହିଁ? ମାନେ ମୋର ଆଉଟକମ୍ ଇମ୍ପ୍ରୁଭ୍ ହେଉଛି କି ନାହିଁ? ଆମକୁ ଏକଥା ବିଶ୍ଳେଷଣ କରିବାର ଅଭ୍ୟାସ ପକାଇବା ଉଚିତ। ବହୁତ କମ୍ ଲୋକେ ଏଭଳି ବିଶ୍ଳେଷଣ କରିବାର କ୍ଷମତା ରଖିଥାନ୍ତି। ସେମାନେ ପଢ଼ି ଚାଲନ୍ତି, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଦେଖାଯାଏ ସେ କେତେକ ବିଷୟରେ ଆଶାଜନକ ବିକାଶ କରିପାରନ୍ତିନି। ତାଙ୍କୁ ଯେଉଁ ବିଷୟ ଭଲ ଲାଗେ ସେ ତାକୁ ହିଁ ପଢ଼ିଚାଲନ୍ତି, ଫଳରେ କଷ୍ଟ ଲାଗୁଥିବା ବିଷୟଟି ଅବହେଳିତ ହୋଇଯାଏ। ପଛରେ ଭାବନ୍ତି ଯେ ଏମିତି କରିଥିଲେ ହୋଇଥାନ୍ତା ବା ଅନ୍ୟ କିଛି। ଗୋଟିଏ କଥା ହେଲା, ଆମର ଶରୀର ବଡ଼ ଚିଟର ହୋଇଥାଏ। ଆମେ ଚିନ୍ତା କରୁ ଯେ ଆମେ ଏମିତି ବସିବୁ, ସିଧା ହୋଇ ବସିବୁ, କିନ୍ତୁ କିଛି ସମୟ ପରେ ପୁଣି ଢଳି ପଡ଼ିଯାଉ। କାରଣ ଆମ ଶରୀର ସବୁବେଳେ ସହଜ କାମ ଚାହେଁ। ପୁଣି ଜାଗ୍ରତ ହୋଇଗଲେ ଆମେ ପୁଣି ସିଧା ବସିଥାଉ। ଅର୍ଥାତ୍ ଆମ ଶରୀର ଯେମିତି ଠକି ଦେଉଛି, ସେଭଳି ଆମର ମନ ବି ଆମକୁ ଠକି ଦେଇଥାଏ। ଆମକୁ ଏହି ଚିଟିଂରୁ ବଞ୍ଚିବାକୁ ପଡ଼ିବ। ଆମ ମନ ଆମକୁ ଚିଟ୍ କରିବା ଉଚିତ ନୁହେଁ। ଏସବୁ କେମିତି ଘଟେ? କାରଣ ଯେଉଁ କଥା ଆମ ମନକୁ ପସନ୍ଦ ଲାଗେ ଆମେ ସେହି ଦିଗରେ ଚାଲିଯାଉ। ମହାତ୍ମା ଗାନ୍ଧୀ ଆମକୁ ଶ୍ରେୟ ଏବଂ ପ୍ରେୟ ବିଷୟରେ କହିଛନ୍ତି। ଆମକୁ ଦେଖିବା ଉଚିତ ଆମ ପାଇଁ କେଉଁଟି ଶ୍ରେୟସ୍କର ଅଟେ। ଯାହା ଆମକୁ ପ୍ରିୟ ଲାଗୁଛି ତାକୁ ଛାଡ଼ି ଆମେ ଶ୍ରେୟସ୍କର କାର୍ଯ୍ୟଟି କରିବା ଉଚିତ। ତାଦ୍ୱାରା ଆପଣଙ୍କର କାର୍ଯ୍ୟ ଏବଂ ଉତ୍ପାଦକତାରେ ବୃଦ୍ଧି ହେବ। ଏଇ ଯେଉଁ କଥା, କିଏ କହୁଛି ତାକୁ ରାତିରେ ପଢ଼ିବାକୁ ଇଚ୍ଛା ହେଉଛି, କିଏ କହୁଛି ଦିନରେ, କିଏ କହୁଛି ଖାଦ୍ୟ ଖାଇସାରି କାମ କରିବା ଉଚିତ। ଏସବୁ ନିଜ ନିଜର ପ୍ରକୃତି ଉପରେ ନିର୍ଭରଶୀଳ। ଆପଣ ଦେଖନ୍ତୁ, କ'ଣ କଲେ ଆପଣଙ୍କୁ କମ୍ଫର୍ଟ ଲାଗୁଛି? ବସିବା, ଉଠିବା ଆଦିରେ ଆପଣ କମ୍ଫର୍ଟ ଅନୁଭବ କରୁଛନ୍ତି କି ନାହିଁ? କିଛି ଲୋକ ଅଛନ୍ତି, ତାଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର ଜାଗା ହେଲେ ଯାଇ ନିଦ ହେବ। ମୋର ମନେ ପଡ଼ୁଛି, ମୁଁ ବହୁ ବର୍ଷ ଆଗରୁ ଗୋଟିଏ ମୁଭି ଦେଖିଥିଲି। ସେ ମୁଭିରେ ଗୋଟିଏ ଦୃଶ୍ୟ ଅଛି। ଗୋଟିଏ ଲୋକ ବସ୍ତିରେ ଜୀବନ ବିତାଉଥିଲା। ତା ଭାଗ୍ୟକୁ ତାକୁ ଗୋଟିଏ ଭଲ ଜାଗା ମିଳିଗଲା, କିନ୍ତୁ ସେଠି ତାକୁ ନିଦ ଆସୁନି। ନିଦ ନ ହେବାରୁ ସେ ଗୋଟିଏ ଉପାୟ କରିଛି। ସେ ରେଲୱେ ଷ୍ଟେସନ ଆଡ଼େ ଯାଇଛି। ରେଳ ଧାରଣାର ଯେଉଁ ଧଡ଼ ଧଡ଼ ଶବ୍ଦ ତାକୁ ରେକର୍ଡ କରିଛି। ଘରକୁ ଆସି ସେ ଟେପ୍ ରେକର୍ଡକୁ ବଜେଇ ଶୋଇଯାଉଛି, ଆଉ ତାକୁ ନିଦ ଆସିଯାଉଛି। ତା ପାଇଁ ସେଇଟା କମ୍ଫର୍ଟ ହେଇଯାଉଛି। ସମସ୍ତଙ୍କ ଶୋଇବା ପାଇଁ ତ ରେଳଗାଡ଼ି ଶବ୍ଦ ଦରକାର ନାହିଁ, ତାକୁ କିନ୍ତୁ ସେଇଟା କମ୍ଫର୍ଟ ଲାଗିଲା। ସେଇଭଳି ଜଣକୁ ଗୋଟିଏ କଥା କମ୍ଫର୍ଟ ଲାଗିଲା ବେଳକୁ ଆଉ ଜଣକୁ ଲାଗୁନି। ତେଣୁ ଆପଣ ସେସବୁ ଚକ୍କରରେ ନ ପଡ଼ି ଆପଣଙ୍କୁ ଯାହା କମ୍ଫର୍ଟ ଲାଗୁଛି ତାହା କରନ୍ତୁ। ଆନନ୍ଦର ସହିତ ଯେମିତି କରିପାରୁଛନ୍ତି କରନ୍ତୁ, କିନ୍ତୁ ସବୁବେଳେ ମନେ ରଖିବେ ଯେ ଆପଣଙ୍କର ମୂଳ ଉଦ୍ଦେଶ୍ୟ ହେଲା ପଢ଼ିବା। ତେଣୁ ଆଉଟକମ୍କୁ ସବୁବେଳେ ନଜର ରଖି ଆଗେଇ ଚାଲନ୍ତୁ। ଆମେ ଦେଖୁଛୁ କେତେ ଲୋକ କେତେ ପ୍ରକାର କାମ କରୁଛନ୍ତି। କେହି କେହି 12 ଘଣ୍ଟା, କିଏ 14 ଘଣ୍ଟା, କିଏ 18 ଘଣ୍ଟା କାମ କରିବା ଆମେ ଶୁଣିଛୁ। ଶୁଣିବାକୁ ବହୁତ ଭଲ ଲାଗେ, କିନ୍ତୁ ଆକ୍ଚୁଆଲି 18 ଘଣ୍ଟା କାମ କରିବା ଏ ବିଷୟରେ ମୋର ଗୋଟିଏ ଅନୁଭୂତି ଅଛି। ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ କେକା ଶାସ୍ତ୍ରୀ ନାମକ ଜଣେ ବହୁତ ବଡ଼ ବିଦ୍ୱାନ ଥିଲେ। ସେ ନିଜେ 5ମ ବା 7ମ ଯାଏ ପଢ଼ିଥିଲେ, ହେଲେ ସେ ବହୁତ ଗ୍ରନ୍ଥ ଲେଖିଥିଲେ। ସେ ପଦ୍ମ ପୁରସ୍କାର ମଧ୍ୟ ପାଇଥିଲେ। ସେ 103 ବର୍ଷ ଯାଏ ଜୀବିତ ଥିଲେ। ମୁଁ ତାଙ୍କ 100ତମ ଜନ୍ମଦିନକୁ ସରକାରୀ କାର୍ଯ୍ୟକ୍ରମ ଭାବେ ପାଳନ କରିଥିଲି। ସେ ମୋତେ ବହୁତ ଭଲ ପାଉଥିଲେ। ମୁଁ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କୁ ନେଇ ରାଜସ୍ଥାନର ବିଭିନ୍ନ ତୀର୍ଥ ଭ୍ରମଣ କାର୍ଯ୍ୟକ୍ରମ ମଧ୍ୟ କରିଥିଲି। ଆମେ ସମସ୍ତେ ଗୋଟିଏ ଗାଡ଼ିରେ ଚାଲିଲୁ। ମୁଁ ଦେଖିଲି ତାଙ୍କ ପାଖରେ ଲଗେଜ୍ ବହୁତ କମ୍ ଥିଲା। ଯାହା ବି ଥିଲା ସେଥିରୁ ଅନେକ ତାଙ୍କ ଲେଖାପଢ଼ା ଜିନିଷ ଥିଲା। ଗାଡ଼ି ଚାଲିଥିଲା, ବେଳେବେଳେ ରେଲୱେ କ୍ରସିଂ ବା ଅନ୍ୟ କାରଣରୁ ଗାଡ଼ି ଅଟକି ଯାଉଥିଲା। ମୁଁ ସେତେବେଳେ ଗାଡ଼ିରୁ ଓହ୍ଲେଇ ବୁଲିବା, କିଛି ଜିନିଷ କିଣି ଖାଇବା ଆଦି କାମ କରୁଥିଲି। ମୁଁ ତାଙ୍କୁ ଲକ୍ଷ୍ୟ କଲି ଯେ ଗାଡ଼ି ରହିବା ମାତ୍ରେ ସେ ତୁରନ୍ତ କାଗଜ କଲମ ବାହାର କରି ଲେଖା ଆରମ୍ଭ କରିଦେଉଥିଲେ। ବୟସ ତ ସେତେବେଳେ 80 ପାର ହୋଇସାରିଥିବ। ତାଙ୍କଠାରୁ ଶିଖିବାକୁ ମିଳିଲା କେମିତି ସମୟର ଉପଯୋଗ କରିବା, କମ୍ ସମୟ ଭିତରେ କେମିତି କାମ କରିବା, ୟାକୁ ହିଁ କହନ୍ତି ଆଉଟକମ୍। ସେଥିପାଇଁ କୌଣସି ବି ପରିସ୍ଥିତିରେ କାମ କରି ଚାଲିବା ଜୀବନ ପାଇଁ ଏକ ବହୁତ ବଡ଼ କଥା। ଜାମ୍ମୁ ଓ କାଶ୍ମୀରର ସୀମାନ୍ତ ଅଞ୍ଚଳ ଉଦ୍ଧମପୁରର ଜଣେ ଛାତ୍ରୀ ଏରିକା ଜର୍ଜ ପଚାରିଥିଲେ ଯେ ବର୍ତ୍ତମାନର ଛାତ୍ର ଜୀବନ ବହୁତ ପ୍ରତିଯୋଗିତାପୂର୍ଣ୍ଣ ହୋଇଗଲାଣି। ଅନେକ ଅଞ୍ଚଳରେ କେତେକ ଟ୍ୟାଲେଣ୍ଟେଡ୍ ଛାତ୍ର ଅଛନ୍ତି
ଯାହାକୁ କେହି ଜାଣିପାରୁନାହାନ୍ତି। ସୁବିଧା ଓ ସୁଯୋଗର ଅଭାବରେ ସେମାନଙ୍କର ଟ୍ୟାଲେଣ୍ଟ ଲୋକଲୋଚନରୁ ବାହାରେ ରହିଯାଉଛି। ଏମାନଙ୍କର ଟ୍ୟାଲେଣ୍ଟ ନଷ୍ଟ ନ ହୋଇ ପରିପ୍ରକାଶ ହେବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଚାହିଁଥିଲେ। ସେହିଭଳି ଉତ୍ତରପ୍ରଦେଶର ଶିଳ୍ପାଞ୍ଚଳର ଗୌତମ ବୁଦ୍ଧ ନଗରରୁ ହରିଓମ ମିଶ୍ର ନାମକ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର କହିଥିଲେ ଯେ ନିକଟ ଅତୀତରେ ବୋର୍ଡ ପରୀକ୍ଷା ପ୍ରଣାଳୀ ଓ କଲେଜ ଆଡମିସନ ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏଭଳି ପରିସ୍ଥିତିରେ ସେ ବୋର୍ଡ ପରୀକ୍ଷା ପ୍ରତି ଧ୍ୟାନ ଦେବେ କି କଲେଜ ଆଡମିସନ ପାଇଁ ବିଶେଷ ଧ୍ୟାନ ଦେବେ ସେ ବିଷୟରେ ଜାଣିବାକୁ ଚାହିଁଥିଲେ। ଅନେକ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା, ପ୍ରବେଶିକା ପରୀକ୍ଷା ଏବଂ କଲେଜ ନାମ ଲେଖା ଆଦି ବିଷୟରେ ପ୍ରଶ୍ନ ପଚାରିଥିଲେ। ଦେଖିବାକୁ ଗଲେ ଦୁଇଟି ଅଲଗା ଅଲଗା ପ୍ରଶ୍ନ। ଗୋଟିଏ ହେଲା ପ୍ରତିଯୋଗିତା ଏବଂ ଦ୍ୱିତୀୟ କଥାଟି ହେଲା ଏ ପରୀକ୍ଷା ଦେବା କି ସେ ପରୀକ୍ଷା ଦେବା। ଯଦି ଏକା ସମୟରେ ଦୁଇଟି ପରୀକ୍ଷା ଆସେ ତ କ'ଣ କରାଯିବ? ଆମକୁ ଏକ୍ଜାମ ପାଇଁ ପଢ଼ିବାକୁ ପଡ଼ିବ, ଏଇ କଥାଟିକି ମୁଁ ଠିକ୍ ଭାବୁନି। ଏ ଏକ୍ଜାମ ପାଇଁ ପଢ଼ିବା କିମ୍ବା ସେ ଏକ୍ଜାମ ପାଇଁ ପଢ଼ିବା ଆଦି ଭାବିବା ଦ୍ୱାରା ଆପଣ ପଢ଼ୁଛନ୍ତି ବୋଲି ମୋର ମନେ ହୁଏନି। ବରଂ ମୁଁ ଭାବୁଛି ଆପଣ ସେଇ ଜଡ଼ିବୁଟି ଖୋଜୁଛନ୍ତି ଯାହା ଆପଣଙ୍କ କାମକୁ ସହଜ କରିଦେବ। ମୋ ମତରେ ଏ ଏକ୍ଜାମ, ସେ ଏକ୍ଜାମ, ଚାକିରି ପାଇଁ ଏଣ୍ଟ୍ରାନ୍ସ ଆଦି ଏତେ ସବୁ ପାଇଁ ନ ପଢ଼ି ଆମେ ଯାହା ପଢ଼ୁଛନ୍ତି ତାକୁ ଆମେ ଆତ୍ମସାତ କରିବା ଉଚିତ। ଯଦି ଆମେ ଭଲ ଭାବରେ ପଢ଼ି ବିଷୟ ଉପରେ ମାଷ୍ଟର ହୋଇଗଲେ ତେବେ ଯେକୌଣସି ଏକ୍ଜାମକୁ ମଧ୍ୟ ଆମେ ଆରାମରେ ସାମ୍ନା କରିପାରିବା। ଆମେ ଏକ୍ଜାମ ପାଇଁ ପଢ଼ିବା ବ୍ୟତୀତ ନିଜକୁ ଯୋଗ୍ୟ ଶିକ୍ଷିତ ବ୍ୟକ୍ତି ଭାବରେ ଗଢ଼ି ତୋଳିବା ପାଇଁ ପଢ଼ିବା ଉଚିତ। ଆମେ ପରିଶ୍ରମ କରିବା, ପରିଣାମ ତେଣିକି ଯାହା ହେଉ। ପରୀକ୍ଷା ଯିଏ ପ୍ରଥମେ ଆସିବ ତାକୁ ପ୍ରଥମେ ମୁକାବିଲା କରିବା, ଯିଏ ପରେ ଆସିବ ତାକୁ ପରେ ମୁକାବିଲା କରିବା। ଯେମିତି ଖେଳାଳିଟିଏ ଖେଳିବା ପାଇଁ ଖେଳେ, ସେ ତହସିଲରେ ଖେଳିଲା ସେଠି ନିଜର କର୍ତ୍ତବ୍ୟ କରିବ, ଜିଲ୍ଲା ପାଇଁ ଖେଳିବ ସେଠି ମଧ୍ୟ ଖେଳ ଦେଖେଇଦେବ, ସେମିତି ଷ୍ଟେଟ୍, ନ୍ୟାସନାଲ, ଇଣ୍ଟରନ୍ୟାସନାଲ ଯୋଉଠି ବି ଖେଳିବ ସେଠି ତାର କୌଶଳ ପ୍ରଦର୍ଶନ କରିବ। ଏ ପରୀକ୍ଷା ପାଇଁ ଏ ଜଡ଼ିବୁଟି, ସେ ପରୀକ୍ଷା ପାଇଁ ସେ ଜଡ଼ିବୁଟି, ଏଭଳି ଚିନ୍ତାଧାରାରୁ ବିଚ୍ୟୁତ ହୋଇ ଆମକୁ ପଢ଼ିବାକୁ ପଡ଼ିବ। ଫଳରେ ଜୀବନରେ କୌଣସି ବି ରାସ୍ତା ଆମକୁ ମିଳିଯିବ। ଦ୍ୱିତୀୟ କଥା ହେଲା କମ୍ପିଟିସନ। ଦେଖନ୍ତୁ ବନ୍ଧୁ, କମ୍ପିଟିସନକୁ ଆମେ ଜୀବନର ସବୁଠାରୁ ବଡ଼ ଉପହାର ମନେ କରିବା ଉଚିତ। ଯଦି କମ୍ପିଟିସନ ନାହିଁ ତ ଜୀବନଟା କି ଜୀବନ? କମ୍ପିଟିସନକୁ ନ ଡରି ଆମକୁ କମ୍ପିଟିସନକୁ ଇନଭାଇଟ୍ କରିବା ଉଚିତ। ମୁଁ ତ ଭାବୁଛି ଛୁଟି ଦିନରେ ଆମେ ଭାଇ ଭଉଣୀ ଘର ଭିତରେ ବସି କମ୍ପିଟିସନ କରିବା ଉଚିତ। ତମେ 4ଟା ରୁଟି ଖାଇଲ, ମୁଁ 5ଟା ଖାଉଛି। ତମେ 5ଟା ଖାଇଲେ ମୁଁ 6ଟା ଖାଉଛି। କମ୍ପିଟିସନ ଚାଲୁ। ଆମେ ଜୀବନରେ କମ୍ପିଟିସନକୁ ନିମନ୍ତ୍ରଣ ଦେବା ଉଚିତ। କମ୍ପିଟିସନ ଆମେ ଆଗକୁ ଯିବାର ଗୋଟେ ମାଧ୍ୟମ। ଆପଣଙ୍କର ପିତାମାତା ଯେଉଁ ସୁବିଧା ପାଉନଥିଲେ ଆପଣମାନେ ସେ ସୁବିଧା ପାଇଛନ୍ତି। ଆପଣମାନେ ଭାଗ୍ୟବାନ। ତେଣୁ କମ୍ପିଟିସନକୁ ସାମ୍ନା କରିବା ଉଚିତ। ମନେ କରନ୍ତୁ 2 ଜଣ କୃଷକ। 2 ଜଣଙ୍କ ପାଖରେ 2 ଏକର ଲେଖାଏଁ ଭୂମି ଅଛି। ଜଣେ ଖାଲି ଆଖୁ ଚାଷ କରି ବସିଯାଉଛି ତ ଆଉ ଜଣେ ସେଇ 2 ଏକରରେ 3-4 ପ୍ରକାରର ଫସଲ ଅମଳ କରି ଭଲ ଅର୍ଜନ କରିପାରୁଛି। ଯିଏ ଗୋଟିଏ କାମରେ ବସିଗଲା ସେଠି ଜୀବନ ସ୍ଥିର ରହିଗଲା। ଆଉ ଯିଏ ରିସ୍କ ନେଇ ନୂଆ ନୂଆ ପ୍ରୟୋଗ କରି ଆଗେଇ ଚାଲିଲା ତା ଜୀବନ ସଫଳ ହୋଇଗଲା। ତେଣୁ ନ ଡରି ନୂଆ ନୂଆ ପ୍ରୟୋଗ ଆଉ କମ୍ପିଟିସନକୁ ସାମ୍ନା କରିବା ଦରକାର। ଆମର ଗର୍ବ କରିବା ଉଚିତ ଯେ ଆମେ ଏତେ କଠିନ ପ୍ରତିଯୋଗିତା ଭିତରେ ନିଜକୁ ଦକ୍ଷ ପ୍ରମାଣ କରିବାର ସୁଯୋଗ ମିଳୁଛି। ଏ ପ୍ରତିଯୋଗିତା ନହେଲେ ସେ ପ୍ରତିଯୋଗିତା, ଏ ରାସ୍ତା ନହେଲେ ସେ ରାସ୍ତା ଆଗକୁ ବାଛି ନେବାକୁ ପଡ଼ିବ ଏବଂ ଏହାକୁ ଆମେ ଅପରଚ୍ୟୁନିଟି ବୋଲି ମନେ କରିବା ଉଚିତ। ଏହାକୁ ଏକ ସୁଯୋଗ ମନେକରି ମନରେ ସୁଯୋଗକୁ ନ ଛାଡ଼ିବାର ସଂକଳ୍ପ ଜାଗ୍ରତ କରିବା ଉଚିତ। ମୋର ପୁରା ବିଶ୍ୱାସ ଯେ କମ୍ପିଟିସନକୁ ଆପଣମାନେ ଏ ଯୁଗର ସବୁଠାରୁ ବଡ଼ ଉପହାର ବୋଲି ମନେ କରିବେ। ନୌସାରୀ ଗୁଜରାଟର ଜଣେ ଅଭିଭାବକ ସୀମା ଚିନ୍ତନ ଦେଶାଇ ଗ୍ରାମାଞ୍ଚଳରେ ବାଳିକାମାନଙ୍କର ଶିକ୍ଷାକୁ ନେଇ ନିଜର ଚିନ୍ତା ପ୍ରକଟ କରିଥିଲେ। ମୁଁ ଭାବୁଛି ଏ ସମ୍ବନ୍ଧରେ ସ୍ଥିତିରେ ବେଶ ପରିବର୍ତ୍ତନ ହୋଇଛି। ଆଗରୁ ଲୋକମାନେ ପୁଅକୁ ପଢ଼ାଇବାକୁ ଚାହୁଁଥିଲେ। ଭାବୁଥିଲେ ପୁଅ ପଢ଼ି କିଛି ଚାକିରି ବାକିରି କରି ଘର ଚଳେଇବ। ଝିଅକୁ କାହିଁକି ପଢ଼େଇବା? ସେ ପଢ଼ି କ'ଣ ଚାକିରି କରିବ? ସେ ତ ଶ୍ୱଶୁର ଘରକୁ ଯାଇ ତାର ଜୀବନ ବିତାଇ ଦେବ। ଗୋଟିଏ ସମୟ ଥିଲା ଯେତେବେଳେ ଏଭଳି ମାନସିକତା ଥିଲା। ହୋଇପାରେ ଆଜି ବି ଗାଁ ଗହଳିରେ କୋଉଠି କେମିତି ଏଭଳି ସ୍ଥିତି ଥାଇପାରେ, କିନ୍ତୁ ମୋଟ ଉପରେ ସ୍ଥିତି ବହୁତ ବଦଳି ଯାଇଛି। କଥା ହେଉଛି ସମାଜ ଯଦି ଝିଅମାନଙ୍କର ଦକ୍ଷତାକୁ ବୁଝିବାରେ ପଛେଇ ଗଲା ତେବେ ସେ ସମାଜ କେବେ ଆଗକୁ ବଢ଼ିପାରିବନି। ହୋଇପାରେ କେଉଁଠି କେମିତି ପୁଅକୁ ଶ୍ରେଷ୍ଠତା ଦେଇଛନ୍ତି ଯେ ପୁଅ ତ ବଡ଼ ହେଲେ ବାପା ମାଙ୍କୁ ପୋଷିବ, ଝିଅ କ'ଣ କରିବ? କିନ୍ତୁ ମୁଁ ଇତିହାସରେ ଏବଂ ସମାଜରେ ଅନେକ ଝିଅ ଦେଖିଛି ଯିଏ ବାପା ମାଙ୍କ ପାଇଁ ସାରା ଜୀବନ ଅବିବାହିତ ରହି ତାଙ୍କ ସେବା କରିଛନ୍ତି ଏବଂ ତାଙ୍କ ପାଇଁ ସମସ୍ତ କର୍ତ୍ତବ୍ୟ କରିଛନ୍ତି।
ମୁଁ ବି ଦେଖିଛି ପରିବାରରେ 4ଟି ପୁଅ, ସମସ୍ତଙ୍କ ପାଖରେ ଗୋଟିଏ ଗୋଟିଏ ବଙ୍ଗଳା ଅଛି, ସୁଖରେ ବଞ୍ଚିଛନ୍ତି, କିନ୍ତୁ ତାଙ୍କର ବାପା ମା ବୃଦ୍ଧାଶ୍ରମରେ ଜୀବନ କାଟୁଛନ୍ତି। ସେଥିପାଇଁ ସମାଜରେ ପୁଅ ଓ ଝିଅ ଏକ ସମାନ, କିଛି ଭେଦଭାବ ବିନା ପାଳିତ ହୁଅନ୍ତୁ, ଏହା ହିଁ ଆଜି ଯୁଗର ଆବଶ୍ୟକତା ଏବଂ ସବୁ ଯୁଗର ଆବଶ୍ୟକତା ମଧ୍ୟ। ହୋଇପାରେ ଆଜି କୋଉଠି କେମିତି ବୈଷମ୍ୟ ଦେଖାଯାଉଛି, କିନ୍ତୁ ଇତିହାସ କହେ ପ୍ରଶାସନ କ୍ଷେତ୍ରରେ ଅହଲ୍ୟାବାଈ ଆଉ ବୀରତ୍ୱ କ୍ଷେତ୍ରରେ ମହାରାଣୀ ଲକ୍ଷ୍ମୀବାଈଙ୍କର ଭଳି ଉଦାହରଣ ଅନ୍ୟତ୍ର ବିରଳ। ଏହା ଭାରତ ପାଇଁ କମ୍ ଗୌରବର ବିଷୟ ନୁହେଁ। ଅତୀତରେ ଆମ ଦେଶରେ ବିଦୁଷୀ ନାରୀମାନେ ତାଙ୍କ ଜ୍ଞାନ ଦ୍ୱାରା ବିଶ୍ୱକୁ ଚମତ୍କୃତ କରିଛନ୍ତି। ଦ୍ୱିତୀୟ କଥା ହେଲା, ଆଜି ସ୍ଥିତି ବହୁତ ବଦଳି ଯାଇଛି। ଆଜି ସ୍କୁଲ ଶିକ୍ଷାରେ ପୁଅମାନଙ୍କ ଠାରୁ କେବେ କେବେ ଅଧିକ ଝିଅ ଆସୁଥିବାର ଦେଖାଯାଉଛି। ଆଜି ଝିଅମାନଙ୍କ ମଧ୍ୟରେ କିଛି କରି ଦେଖାଇବାର ଯେଉଁ ଉତ୍ସାହ, ସେଥିପାଇଁ ଅବସର ଦିଆଯିବା ଉଚିତ। ଖେଳକୁଦରେ ମଧ୍ୟ ଭାରତର ଝିଅମାନେ ଯଥେଷ୍ଟ ଉନ୍ନତି କରିଛନ୍ତି। ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଅଗ୍ରଗତି ଯଥେଷ୍ଟ। 10ମ ଓ ଦ୍ୱାଦଶ ପରୀକ୍ଷା ଫଳ ଦେଖିଲେ ଝିଅମାନେ ପୁଅମାନଙ୍କଠାରୁ ଅଧିକ ନମ୍ବର ରଖୁଛନ୍ତି ଓ ଅଧିକ ସଂଖ୍ୟାରେ ପାସ୍ କରୁଛନ୍ତି। ଝିଅ ଆଜି ପ୍ରତ୍ୟେକ ପରିବାର ପାଇଁ ଗୋଟିଏ ଗୋଟିଏ ବହୁତ ବଡ଼ ଆସେଟ୍ ହୋଇଯାଇଛି। ଏ ପରିବର୍ତ୍ତନ ଖୁବ୍ ଭଲ। ପ୍ରଶ୍ନକର୍ତ୍ତା ତ ଗୁଜରାଟର। ଦେଖନ୍ତୁ, ଗୁଜରାଟରେ ପଞ୍ଚାୟତିରାଜ ସଂସ୍ଥାରେ ଶତକଡ଼ା 50% ମହିଳା। ପ୍ରକୃତରେ ନିର୍ବାଚନ ପରବର୍ତ୍ତୀ ତଥ୍ୟ ଅନୁସାରେ ସେମାନେ ପ୍ରାୟ 53%। ସେମାନେ କିଛି ଦକ୍ଷତା ରଖିଛନ୍ତି ବୋଲି ଜିତି ଆସୁଛନ୍ତି। ଗ୍ରାମାଞ୍ଚଳରେ ବି ଶିକ୍ଷିତା ନାରୀମାନଙ୍କୁ ଜନପ୍ରତିନିଧି ଭାବରେ ନିର୍ବାଚିତ ହେଉଛନ୍ତି। ନର୍ସିଂ କ୍ଷେତ୍ରରେ ସେବା ଭାବରେ କାମ କରୁଛନ୍ତି। ଏବେ ତ ପୋଲିସ, ସେନାବାହିନୀ ସବୁଠାରେ ମହିଳାମାନଙ୍କର ଉପସ୍ଥିତି ଜାହିର ହୋଇଛି ଏବଂ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଅର୍ଜନ କରୁଛନ୍ତି। ନୂଆଦିଲ୍ଲୀସ୍ଥିତ ରାମକୃଷ୍ଣପୁରମ୍ କେନ୍ଦ୍ରୀୟ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ରୀ ପବିତ୍ରା ରାଓ ପଚାରିଥିଲେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଦ୍ୱାରା ଭାରତବର୍ଷ ସ୍ୱଚ୍ଛ ତ ହୋଇପାରିଛି, କିନ୍ତୁ ଭବିଷ୍ୟତରେ ପରିବେଶ ପାଇଁ ଆମମାନଙ୍କର କ'ଣ କର୍ତ୍ତବ୍ୟ ରହିଛି? ନୂଆଦିଲ୍ଲୀରୁ ଏକାଦଶ ଶ୍ରେଣୀ ଛାତ୍ର ଚୈତନ୍ୟ ଲେଲେ ମଧ୍ୟ ଅନୁରୂପ ପ୍ରଶ୍ନ କରି ଆମେ ନିଜର ପରିବେଶକୁ କିପରି ସ୍ୱଚ୍ଛ ଏବଂ ସୁରକ୍ଷିତ ରଖିପାରିବା ସେ ଦିଗରେ ପରାମର୍ଶ ଚାହିଁଥିଲେ। ଦେଖିବାକୁ ଗଲେ ଏ ପରୀକ୍ଷା ପେ ଚର୍ଚ୍ଚା ସମ୍ବନ୍ଧିତ ପ୍ରଶ୍ନ ତ ନୁହେଁ, କିନ୍ତୁ ଯେମିତି ପରୀକ୍ଷା ପାଇଁ ସ୍ୱଚ୍ଛ ପରିବେଶ ଜରୁରୀ, ସେହିଭଳି ପୃଥିବୀ ପାଇଁ ମଧ୍ୟ ପରିବେଶର ସୁରକ୍ଷା ଏକ ଅନିର୍ବାଚ୍ୟ ଆବଶ୍ୟକତା। ଏ ବିଷୟରେ ମୁଁ ଆମ ଦେଶର ପିଲାମାନଙ୍କୁ, ବାଳକ ବାଳିକାମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଦେବାକୁ ଚାହେଁ। ମୁଁ ଅନୁଭବ କରୁଛି ଯେ ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ଯେତେବେଳେ ପ୍ରଥମ ଥର ଲାଲକିଲ୍ଲା ଉପରୁ ଭାଷଣ ଦେଇଥିଲି, ମୋ ଭାଷଣ ପରେ ଅନେକ ଲୋକ ପ୍ରଶ୍ନଚିହ୍ନ ଅଙ୍କିତ କରିଦେଇଥିଲେ। ମୋଦିଜୀ କହି ତ ଦେଲେ, ସତରେ ଏଇଟା ସମ୍ଭବ ହୋଇପାରିବ କି? ମୁଁ ସ୍ୱଚ୍ଛତା ସମ୍ବନ୍ଧରେ କହିଥିଲି। ସେତେବେଳେ କଥା ଉଠିଥିଲା କି ଦେଶର ପ୍ରଧାନମନ୍ତ୍ରୀ ତ ସ୍ପେସ୍ ସମ୍ପର୍କରେ, ସୈନ୍ୟ ଶକ୍ତି ସମ୍ପର୍କରେ କହିବା ଉଚିତ, ଆଉ ଏ ସ୍ୱଚ୍ଛତା ସମ୍ପର୍କରେ ଏ କେମିତିକା ପ୍ରଧାନମନ୍ତ୍ରୀ? କିନ୍ତୁ ଏହି ଅଭିଯାନ ସମ୍ପର୍କରେ ଯେଉଁ ସବୁ ଆଶଙ୍କା ପ୍ରକାଶ କରାଯାଇଥିଲା, ତାକୁ ଭୁଲ ପ୍ରମାଣିତ କରିବାରେ ସବୁଠାରୁ ବଡ଼ କାମ କରିଥିଲେ ଏହି ସ୍କୁଲ ଛାତ୍ରଛାତ୍ରୀମାନେ। ସେ ସ୍ୱପ୍ନକୁ ସଫଳ କରିବାରେ ଏହି ବାଳକ ବାଳିକାମାନେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମୁଁ ସେମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ପିଲାମାନେ ଦିନରେ 5 ଥର 6 ଥର ଲେଖାଏଁ ତାଙ୍କର ବାପା ମା, ଜେଜେ ଜେଜେମାମାନଙ୍କୁ କହିଥିବେ, ଏଠି ଅଳିଆ ପକାଅନି, ମୋଦିଜୀ ମନା କରିଛନ୍ତି। ଆପଣ ସେହି ପିଢ଼ିର ହୋଇଥିବାରୁ ହୁଏତ ଏ ପ୍ରଶ୍ନ କରିଛନ୍ତି। ମୁଁ ଆପଣମାନଙ୍କର ପ୍ରଶ୍ନକୁ ସ୍ୱାଗତ କରୁଛି। ଆଜି ସାରା ବିଶ୍ୱ ଗ୍ଲୋବାଲ ୱାର୍ମିଂ ପାଇଁ ବିଶେଷ ଚିନ୍ତିତ, କିନ୍ତୁ ଏ କ୍ଷେତ୍ରରେ ଆମମାନଙ୍କର ବହୁତ ତ୍ରୁଟି ଅଛି। ଆମେ ଆମର ସଂସାଧନଗୁଡ଼ିକୁ ବର୍ବାଦ କରିଦେଇଛୁ। ଆଜି ଆମେ ଭାବିବା ଉଚିତ, ଯଦି ଆମେ ପାଣି ପିଉଛୁ, ନଦୀକୁ ଦେଖିପାରୁଛୁ, ଗଛର ଛାଇରେ ଠିଆ ହୋଇପାରୁଛୁ, ସେଥିରେ ଆମର କୌଣସି ଭୂମିକା ନାହିଁ। ତାହା ଆମର ପୂର୍ବଜମାନଙ୍କର ଅବଦାନ। ଆଜି ଯାହା ଆମେ ଭୋଗ କରୁଛେ, ସେସବୁ ଆମର ପୂର୍ବଜମାନେ ଦେଇଯାଇଛନ୍ତି। ତେବେ ଆମର ପରବର୍ତ୍ତୀ ପିଢ଼ିକୁ ଆମେ ବି କିଛି ଦେବା ଉଚିତ ନୁହେଁ କି? ଯଦି ଆମେ ନ ବଞ୍ଚେଇବା, ତେବେ ଦେବା କ'ଣ? ଯେମିତି ଆମର ପୂର୍ବ ପିଢ଼ି ଆମକୁ ଦେଇଯାଇଛନ୍ତି, ସେହିପରି ଆମର ପରପିଢ଼ିକୁ ଦେବା ପାଇଁ ଆମକୁ ଆମର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ଏହା ଆମର କର୍ତ୍ତବ୍ୟ। ଏହା କୌଣସି ସରକାରୀ କାର୍ଯ୍ୟକ୍ରମ ଦ୍ୱାରା ସଫଳ ହୋଇପାରିବନି। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଠାରୁ ଆମକୁ ନିବୃତ୍ତ ରହିବାକୁ ପଡ଼ିବ। ସେ ବିଷୟରେ ଆମେ ଭାଷଣ ଦେଉଛୁ, କିନ୍ତୁ ଆମ ଘରେ ଯଦି କୌଣସି ବିବାହର ନିମନ୍ତ୍ରଣ ପତ୍ର ଆସୁଛି, ତାହା ପ୍ଲାଷ୍ଟିକ୍ ଖୋଳରେ ଆସୁଛି, ଆମେ ତାକୁ କାଢ଼ି ଫୋପାଡ଼ି ଦେଉଛୁ। ଏହା ଆମ ଭାବନାର ବିରୁଦ୍ଧାଚରଣ କରୁନି କି? ତେଣୁ ଆମେ ସଂକଳ୍ପ କରିବା ଉଚିତ ଯେ ଅନ୍ୟୁନ ପରିବେଶରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର କରିବାକୁ ମୁଁ ଦେବି ନାହିଁ। ଯଦି ଦେଶର ସବୁ ପିଲା ଏଭଳି କରନ୍ତି, ତାହେଲେ ଏ କ୍ଷେତ୍ରରେ ଆମକୁ ନିଶ୍ଚୟ ସଫଳତା ମିଳିବ।
ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ପଶୁ ଆରୋଗ୍ୟ ମେଳା ଆୟୋଜନ କରୁଥିଲି। ଆପଣ ଆଶ୍ଚର୍ଯ୍ୟ ହେବେ ଯେ ମୁଁ ପଶୁମାନଙ୍କର ଦାନ୍ତର ଚିକିତ୍ସା କରାଉଥିଲି, ସେମାନଙ୍କର ମୋତିଆବିନ୍ଦୁ ଅପରେସନ କରାଉଥିଲି, ଦରକାର ପଡ଼ିଲେ ଅପରେସନ ମଧ୍ୟ ହେଉଥିଲା। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଅପରେସନ ବେଳେ ଗୋଟିଏ ଗାଈ ପେଟରୁ ପ୍ରାୟ 40 କିଲୋଗ୍ରାମ ପ୍ଲାଷ୍ଟିକ୍ ବାହାରିଥିଲା। ଏହା ଗୋଟିଏ ମାନବିକତା ବିରୋଧୀ କାର୍ଯ୍ୟ। ତେଣୁ ଏହି କାର୍ଯ୍ୟରୁ ଆମକୁ ନିବୃତ୍ତ ହେବାକୁ ପଡ଼ିବ। ଆମେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ଛାଡ଼ି ପୁନଃବ୍ୟବହୃତ ହେଲା ଭଳି ବ୍ୟାଗ୍ ଇତ୍ୟାଦି ଦ୍ୱାରା କାମ ଚଳାଇବା। ଆମେ ଯେତେ ଅଧିକ ସମ୍ବନ୍ଧର ଉପଯୋଗ କରିବା, ପରିବେଶର ସେତିକି ଅଧିକ କ୍ଷତି କରିବା। ଆମେ ଯେତେ ଅଧିକ ସମ୍ବଳର ଉପଯୋଗ କରିବା, ପରିବେଶର ସେତିକି ଅଧିକ କ୍ଷତି କରିବା। ଆମେ ଯେତେ କମ୍ ସମ୍ବଳର ଉପଯୋଗ କରିବା, ପରିବେଶ ସେତେ ଅଧିକ ସୁରକ୍ଷିତ ରହିବ। ଆମର ଇଲେକ୍ଟ୍ରୋନିକ୍ସ ଉପକରଣଗୁଡ଼ିକ ମଧ୍ୟ ପରିବେଶ ପାଇଁ ଧୀରେ ଧୀରେ ବିପଦ ସୃଷ୍ଟି କଲାଣି। ଆପଣମାନେ ଲକ୍ଷ୍ୟ କରୁଥିବେ, ଭାରତ ସରକାର ଏବେ ସ୍କ୍ରାପ୍ ପଲିସି ପ୍ରଣୟନ କରିଛନ୍ତି। ପୁରୁଣା ଗାଡ଼ି ଇତ୍ୟାଦିକୁ ନଷ୍ଟ କରନ୍ତୁ, କିଛି ପଇସା ନେଇ ନୂଆ ଗାଡ଼ିଟିଏ ଆଣନ୍ତୁ ଏବଂ ପରିବେଶକୁ ରକ୍ଷା କରିବାରେ ସହଯୋଗ କରନ୍ତୁ। ସେହିଭଳି ଆମେ ପାଣି, ପ୍ରକୃତି ଓ ବୃକ୍ଷ ଆଦିର ମହତ୍ତ୍ୱ ଜାଣିଛୁ। ଏସବୁ ପାଇଁ ମଧ୍ୟ ମନରେ ସମ୍ବେଦନା ଜାଗ୍ରତ ହେବା ଉଚିତ। ଆମେ ଦେଖିଥିବା COP26ରେ ମୁଁ ଗୋଟିଏ ବିଷୟ ରଖିଥିଲି। ୟୁକେରେ ସମ୍ମିଳନୀ ହୋଇଥିଲା ଏବଂ ମୁଁ ସେଠାରେ କହିଥିଲି ଯେ ଲାଇଫଷ୍ଟାଇଲ୍ ଇଜ୍ ଏ ପ୍ରୋବ୍ଲେମ୍। ଏଥିପାଇଁ କୁହାଯାଉଥିଲା ଯେ ମିଶନ ଲାଇଫ୍ର ଆବଶ୍ୟକତା ରହିଛି। ତେଣୁ ଏଥିପାଇଁ ମିଶନ ହେବ ଲାଇଫଷ୍ଟାଇଲ୍ ଫର୍ ଏନ୍ଭାଇରନମେଣ୍ଟ। ଛୋଟିଆ ମଣିଷଟିଏ କିନ୍ତୁ 4 ମହଲା ଘରେ ରହୁଛି, ସେଥିରେ ପୁଣି ଲିଫ୍ଟ ଅଛି। ଆମେ ବିନା ଲିଫ୍ଟରେ ଚାଲିକରି ମଧ୍ୟ ଯାଇପାରିବା। ମୁଁ କହିଥିଲି ଯେ P3 ଆନ୍ଦୋଳନର ଆବଶ୍ୟକତା ରହିଛି, ପ୍ରୋ ପ୍ଲାନେଟ୍ ପିପୁଲ୍। ଏହା ସହିତ ଅଧିକରୁ ଅଧିକ ଲୋକ ସଂଯୁକ୍ତ ହୁଅନ୍ତୁ ଏବଂ ସଚେତନ ରହି ଯଦି ଏହାର ପ୍ରୟୋଗ କରିବେ, ତାହେଲେ ମୁଁ ଭାବୁଛି ଆମେ ଅଧିକରୁ ଅଧିକ ଲାଭବାନ ହେବା। ଦ୍ୱିତୀୟ କଥା ହେଲା, ଆମେ ଆଜି ଯେତେବେଳେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ସ୍ୱାଧୀନତାର 75 ବର୍ଷ, ମୁଁ ଭାବୁଛି ଏହି ପିଢ଼ି ସବୁଠାରୁ ଭଲ ସମୟ ଦେଇ ଗତି କରୁଥାଉ ଯେତେବେଳେ ଦେଶ ସ୍ୱାଧୀନତାର ଶତାବ୍ଦୀ ପାଳନ କରୁଥିବ। ଏହି 25 ବର୍ଷରେ ଆପଣଙ୍କର ଯୋଗଦାନ କ'ଣ ହୋଇପାରେ, ଯାହାଫଳରେ ଆମେ ଗର୍ବ ଓ ସ୍ୱାଭିମାନର ସହିତ ସ୍ୱାଧୀନତାର ଶତାବ୍ଦୀ ବର୍ଷ ପାଳନ କରିପାରିବା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଆମେ ଆମ କର୍ତ୍ତବ୍ୟ ପାଳନକୁ ଗୁରୁତ୍ୱ ଦେବା। ଯଦି ଆମର କର୍ତ୍ତବ୍ୟ ଠିକ୍ ଭାବେ ପାଳନ କରୁ, ମନେ କରାଯାଉ ଆମେ ଅନ୍ୟର ଅଧିକାର ରକ୍ଷା ପାଇଁ କାମ କରୁଛୁ, ତାହେଲେ କାହାରିକୁ ତାଙ୍କ ଅଧିକାର ମାଗିବାକୁ ପଡ଼ିବ ନାହିଁ। ଆମେ ଆମ କର୍ତ୍ତବ୍ୟ ଠିକ୍ ଭାବେ ପାଳନ କରୁନାହୁଁ, ଫଳରେ ଅନ୍ୟକୁ ତାର ଅଧିକାର ପାଇଁ ଲଢ଼ିବାକୁ ପଡ଼ୁଛି। ତେଣୁ ଆମର କର୍ତ୍ତବ୍ୟକୁ ଠିକ୍ ଭାବେ ପାଳନ କରିବା ହେଉଛି ଆଜିର ଆବଶ୍ୟକତା। ଯଦି ଆମେ କର୍ତ୍ତବ୍ୟ ଠିକ୍ ଭାବେ କରିବା, ତାହେଲେ ତାହା ହିଁ ଆମର ଶ୍ରେଷ୍ଠ ଅବଦାନ ହେବ। ଆମେ ଗୋଟିଏ ଭଲ କଥା ଚର୍ଚ୍ଚା କରିବାକୁ ଗଲେ ଲୋକେ ପଛାଇ ଯାଉଛନ୍ତି। କାଳେ ମୋଦିଙ୍କର ଜୟ ଜୟକାର ହୋଇଯିବ। କିନ୍ତୁ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ପିଲାମାନଙ୍କ ପାଇଁ ଯେଉଁ ଟିକା ତିଆରି ହେଲା, ତାକୁ ପିଲାମାନେ କେତେ ଉତ୍ସାହର ସହ ଗ୍ରହଣ କରୁଛନ୍ତି, ତାହା ମଧ୍ୟ ଦେଖିବା କଥା। ଆପଣ ସମସ୍ତେ ଟିକା ନେଇସାରିଛନ୍ତି? କିଏ କିଏ ନେଇସାରିଛନ୍ତି ହାତ ଟେକନ୍ତୁ। ବିଶ୍ୱର କୌଣସି ଦେଶରେ ଏକଥା ପଚାରିଲେ ଏଭଳି ଉତ୍ସାହ ଦେଖିବାକୁ ମିଳିବନି, କିନ୍ତୁ ଆମ ଦେଶର ପିଲାମାନେ କେତେ ଉତ୍ସାହ ପ୍ରଦର୍ଶନ କରୁଛନ୍ତି। ତେଣୁ ପରିବେଶ ପ୍ରତି ଯଦି ଆପଣ ଆପଣଙ୍କର କର୍ତ୍ତବ୍ୟ ଠିକ୍ ଭାବେ କରୁଛନ୍ତି, ତାହେଲେ ଆପଣ ଠିକ୍ କାମ କରୁଛନ୍ତି। ଜୀବନରେ ଆନନ୍ଦ ପାଇବାକୁ ହେଲେ ନିଜର ଗୋଟିଏ ଅଭ୍ୟାସ ସୃଷ୍ଟି କରିବା ଉଚିତ। ଆମେ ଗୁଣଗ୍ରାହୀ ହେବା ଉଚିତ, ଈର୍ଷା ତ୍ୟାଗ କରିବା ଉଚିତ। ତେଣୁ ଜୀବନରେ ସଫଳତା ଲାଭ କରିବାକୁ ପ୍ରଚେଷ୍ଟାରତ ରୁହନ୍ତୁ। ମୁଁ ପୁଣି ଥରେ ଆପଣମାନଙ୍କୁ, ଛାତ୍ରଛାତ୍ରୀମାନଙ୍କୁ, ଶିକ୍ଷା ବିଭାଗକୁ ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରୁଛି। ଆପଣମାନଙ୍କ ଗହଣରେ ଆସି ମୁଁ ନିଜକୁ 50 ବର୍ଷ ଛୋଟ ଅନୁଭବ କରେ। ମୁଁ ବହୁତ କିଛି ଶିଖିଥାଏ। ତେଣୁ ମୁଁ ଏହି କାର୍ଯ୍ୟକ୍ରମକୁ ଆସୁଛି। ଆପଣ ଏଥିପାଇଁ